ବଗିଚାରେ ବସେଇବାର ଅନେକ ଅର୍ଥ ଅଛି। ଦେଖିବ ମୁଁ କହେ କମରା ବିଶ୍ୱାମିତ୍ର ମହାରାଜ ଜାଣିନି ସବୁ ଗଛର ଫୁଲକୁ ଆମେ ଫୁଲ କହୁଛେ, ଆମ୍ବ ଗଛର ଫୁଲକୁ କ'ଣ କହୁଛେ? ବଉଳ କହୁଛେ। ବଉଳ କାହିଁ କହୁଛେ? ଫୁଲ ଫୁଲ କିଏ କହୁଛି କି? ଆମ୍ବ ବଉଳ ବୋଲି କହୁଛନ୍ତି, ଆମ୍ବ ଫୁଲ କିଏ କହୁ ନାହାନ୍ତି। ଆମ ଭାରତୀୟ ପରମ୍ପରାରେ ଗୋଟେ ବକୁଳ ଲାଗି ଅମାବାସ୍ୟା ଅଛି ନା ନାହିଁ? ବକୁଳ ଲାଗି ଅମାବାସ୍ୟା କ'ଣ ପାଇଁ ହେଇଛି ନା ସବୁ ଗଛର ଫୁଲକୁ ଆମେ ଫୁଲ କହୁଛେ, ଆମ୍ବ ଗଛର ଫୁଲକୁ ଆମେ ବଉଳ କହୁଛେ। ସବୁ ଗଛର ଫଳକୁ ଫଳ କହିବେ, ଆମ୍ବ ଗଛର ଫଳ ହେଉଛି ରଜା। କହିଲେ ରସାଳ ତୋଠାରୁ ରସାଳ ଆଉ ନାହିଁ ସଂସାରେ, ଫଳ ରାଜ ବୋଲି ସଭିଏ ଡାକନ୍ତି ସରଥାରେ। ଫଳମାନଙ୍କ ଭିତରେ ରାଜା ହେଉଛି ଆମ୍ବ, ରାଣୀ ହେଉଛି ନଡ଼ିଆ, ନାରିକଳ ପୂଜାରେ ଲାଗିଛି, ଇଏ ହେଉଛି ରାଣୀ। ଫଳ ଭିତରେ ରାଜା ହେଉଛି ଆମ୍ବ। ସମସ୍ତଙ୍କର ସ୍ୱାଗତ ଗୋଟେ ପ୍ରକାର, ରାଜାଙ୍କର ସ୍ୱାଗତ ଗୋଟେ ଅଲଗା ନାହିଁ। ସବୁ ଗଛରେ ଫୁଲ ଫଳ ଆସିବା ପୂର୍ବରୁ ପୂଜା ହୁଏନି, କେବଳ ବଉଳ ଆସିବା ପୂର୍ବରୁ ବକୁଳ ଲାଗି ଅମାବାସ୍ୟା ନା ନାହିଁ। ବକୁଳ ଲାଗି ଅମାବାସ୍ୟା କ'ଣ ହୁଏ? ବଉଳ ଆସିବା ପାଇଁ ପୂଜା ହୁଏ। କାହିଁକି ନା ଫଳ ଭିତରେ ରାଜା ହେଉଛି ଆମ୍ବ। ଆମ୍ବ ଫଳ ଆସିବା କାମ କ'ଣ? ଗୁରୁଜନକୁ ନମସ୍କାର କରିବା। ରାମ କ'ଣ ମୋତେ ପଚାରିବ ମୁଁ ଆମକୁ ନମସ୍କାର କରିବି? ଉଠିକି ନମସ୍କାର କରିଦେବେ ଜନକଙ୍କୁ, ଭୁଲ ହେଇଯିବ। ଯଦି ରାମ ଜନକଙ୍କୁ ନମସ୍କାର ଆଗେ କରିଦେବେ ଭୁଲ ହେଇଯିବ। ଜନକ ଆଗେ କେମିତି ରାମକୁ ନମସ୍କାରଟା ଦେବେ। କିନ୍ତୁ ମୁଁ ଯଦି କହିବି ଜନକ ତମେ ରାମକୁ ମୁଣ୍ଡିଆ ମାର, ଏଇଟା ବି ଭୁଲ ହେଇଯିବ। ଏମିତି କାମ କରିବି ମୋତେ କହିବାକୁ ପଡ଼ିବନି, ଜନକ ଆପେ ଆପେ ରାମକୁ ନମସ୍କାରଟେ କରିବେ। କେମିତି କରିବେ? ବୟସ ସାନ ହେଲେ ମଧ୍ୟ ତାଙ୍କୁ ନମସ୍କାର ଜନକ କରିବେ, ମୋତେ କହିବାକୁ ପଡ଼ିବନି। ସେଥିପାଇଁ କ'ଣ କଲେ ନା ରାମ ଲକ୍ଷ୍ମଣ ଦି ଭାଇକି ବିଶ୍ୱାମିତ୍ର କଲେ ବାପାରେ ମୋର ଏବେ ଗୋଟେ ପୂଜା ଅଛି, ତମେ ଦି ଜଣ ଯାଅ ଫୁଲ ତୋଳିବ। ଲକ୍ଷ୍ମଣ କହିଲେ କେତେ ମିନିଟ୍ରେ ଆସିକି ପହଞ୍ଚିବୁ? ବିଶ୍ୱାମିତ୍ର କହିଲେ ଯେପର୍ଯ୍ୟନ୍ତ ମୁଁ ତମକୁ ଠାର ଦେଇକି ଡାକିନି ସେ ପର୍ଯ୍ୟନ୍ତ ତମେ ଆସିବ ନାହିଁ, ସେ ପର୍ଯ୍ୟନ୍ତ ଫୁଲ ତୋଳୁଥିବ। ମୁଁ ଡାକିଲେ ତମେ ଆସିବ, ନ ଡାକିଲା ପର୍ଯ୍ୟନ୍ତ ଆସିବ ନାହିଁ। ତ ରାମ ଲକ୍ଷ୍ମଣ ଫୁଲ ସିନା ତୋଳୁଛନ୍ତି, ଗୁରୁକୁ ଆଣିକି ଲକ୍ଷ୍ୟ ଗୁରୁ କହିଛନ୍ତି କ'ଣ କରିବି? ମୁଁ ପାଟି କରି ଡାକିବିନି, ଠାର ଦେଖେଇବି। ମୁଁ ଠାର ଦେଲେ ତମେ ଆସିବ। ଏଠି ଆମେ ଗୋଟେ ରାଜ୍ୟକୁ ଆସିଛେ ନା, ଏଠି ପାଟି ନ କଲେ ହବ ନାହିଁ। ମୋ ଇଶାରା ଯେତେବେଳେ ନାଥ କହୁ ନାଥ ସୁନ୍ଦର ସୁନ୍ଦର ଦୋ ବାଲକ। ତ ରାମକୁ ସୁନ୍ଦର ବୋଲି ଜନକ କହିଲେ। ଗୋଟେ ପୁଅ କହିଲେ ଆଉ ଗୋଟେ ପୁଅ କହିବେ ଏଇ ପୁଅଟା ସୁନ୍ଦର ବୋଲି? ପୁଅ ତ ପୁଅ, ଇଏ ପୁଣି ବିଦେହ ଜନକ, ଯାହାଙ୍କ ପାଖରେ ଦେହ ଜ୍ଞାନ ନାହିଁ। ବିଦେହ ଜନକ କହୁଛନ୍ତି କହୁ ନାଥ ସୁନ୍ଦର ଦୋ ବାଲକ, ମୁନିକୁଲ ତିଲକ କି ନୃପକୁଲ ପାଳକ। ମୁନିମାନେ ବୋଲି କହୁନାହାନ୍ତି କି ରାଜକୁମାର ବୋଲି କହୁନାହାନ୍ତି, କ'ଣ କହୁଛନ୍ତି? ମୁନିମାନଙ୍କର ତିଳକ ବା ନୃପକୁଳର ପାଳକ, ମା ରାଜାମାନଙ୍କର ରାଜା ପରି ଦେଖାଯାଉଛନ୍ତି, ମୁନିମାନଙ୍କର ଶ୍ରେଷ୍ଠ ମୁନି ପରି ଦେଖାଯାଉଛନ୍ତି। କହିଲେ ଦିଟା ଉତ୍ତର ଠିକ୍। କିଏ ମୁନିମାନଙ୍କ ଭିତରେ ଶ୍ରେଷ୍ଠ ମୁନି, ରଜାମାନଙ୍କ ଭିତରେ ଶ୍ରେଷ୍ଠ ରଜା। ତମର ଦିଟାକ ପ୍ରଶ୍ନ ଦିଟାକ ଉତ୍ତର ସବୁ ଠିକ୍ ଅଛି। କହିଲେ ଆଜ୍ଞା ଇଏ କାହା ଘରର ପୁଅ ମୋତେ ଟିକେ କହିବ କି? କହିଲେ ଅବଧ ନୃପତି ଦଶରଥ କେ ଯାଏ ମମ ହିତ ଲାଗିନ ରେ ସପତାଏ। ଅବଧ ନୃପତି ଦଶରଥ କେ ଯାଏ ମମ ହିତ ଲାଗିନ ରେ ସପତାଏ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। ବୋଲେ ରାମଚନ୍ଦ୍ର ଭଗବାନ କି ଜୟ। ବିଶ୍ୱାମିତ୍ର କେଡ଼େ ଜ୍ଞାନୀ, ଯେତେବେଳେ ପଚାରିଲେ ଇଏ କାହା ଘର ଛୁଆ ବୋଲି, ସେତେବେଳେ ବିଶ୍ୱାମିତ୍ର କହିଲେ ଆଜ୍ଞା ଯାହାକୁ ନିମନ୍ତ୍ରଣ ଦେଇନ ତାଙ୍କ ଘର ପୁଅ। କହିଲେ କାହା ଘର? ନା ଅବଧ ନୃପତି ଦଶରଥ କେ ଯାଏ ମମ ହିତ ଲାଗି ନରେଶ ପଠାଏ। ମୋ ହିତ ପାଇଁ ରାଜା ଦଶରଥ ତାଙ୍କ ପୁଅମାନଙ୍କୁ ପଠେଇଥିଲେ। ମୁଁ ତ ତମ ଯଜ୍ଞ ଦେଖିବା କହିଲି ସାଙ୍ଗରେ ଟିକେ ଧରିକି ପଳେଇ ଆସିଛି। ସେତିକି ବେଳେ ଜନକ ଗୋଟେ କାନିରେ ଗଣ୍ଠିଟିଏ ପକେଇଥିଲେ। କେବେଠୁ ବହୁତ ଦିନରୁ ଗୋଟେ ଗଣ୍ଠି ପକେଇକି ରଖିଥିଲେ। ସେଇଦିନ ସେ ଗଣ୍ଠିଟାକୁ ଖୋଲିଲା। କହିଲେ ଆଜ୍ଞା ଏ ଗଣ୍ଠିଟାକୁ ଆଜି ଖୋଲିଲି। ବିଶ୍ୱାମିତ୍ର କହିଲେ ହଉ ଖୋଲିଦିଅ, ଆଉ କାହିଁ ପକେଇକି ରଖିଛ? ଏ ଗଣ୍ଠିଟା ତ ଏଇଥିପାଇଁ ପକେଇଥିଲ ଆଉ।
କାହିଁକି ପକେଇକି ରଖିଥିଲେ ନା ବିନା ନିମନ୍ତ୍ରଣରେ କେଉଁ ଦିନ ଦଶରଥର ପୁଅ ମୋ ଘରକୁ ଆସିବ ସେଇଥିପାଇଁ ମୁଁ ଗଣ୍ଠି ପକେଇକି ରଖିଛି। ସେଥିପାଇଁ ମୁଁ ସମସ୍ତଙ୍କୁ ଡାକିକି ଦଶରଥ ଘରକୁ ନିମନ୍ତ୍ରଣ ଦେଇନି। ଏଇଥିପାଇଁ ନା ବିନା ନିମନ୍ତ୍ରଣରେ ଦଶରଥ ପୁଅ ମୋ ଘରକୁ ଆସିବ। କାହିଁକି ବିନା ନିମନ୍ତ୍ରଣରେ ଆସିବ? ତ ସୁଧୀ ସଜ୍ଜନ ମଣ୍ଡଳୀ, ରାମଙ୍କ ବାପା କ'ଣ ମାରିଛନ୍ତି? ବ୍ରାହ୍ମଣକୁ ମାରିଛନ୍ତି। ସୀତାଙ୍କ ବାପା ଗାଈ ମାରିଛନ୍ତି। କହିଲେ ରାମଙ୍କର ବାପା ବ୍ରାହ୍ମଣ ବଧିଲେ, ସୀତା ମାତା ପିତା ପୁଣି ହତ୍ୟା କଲେ। ବିଭାଗ ମାରିଲା ବ୍ରହ୍ମ ହତ୍ୟା ପାପ, ସେବାକ ପାଇଛି ପୁଣି ହତ୍ୟା ପାପ। ତାଙ୍କ ଘରେ ଲକ୍ଷ୍ମୀ ନାରାୟଣ ବିଶ୍ୱାମିତ୍ର ମୁନି ଏଠି ବାନ୍ଧିବେ ବନ୍ଧନ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ରାମ ଲକ୍ଷ୍ମଣ ସିୟା ସୁନ୍ଦର ଶ୍ୟାମ। ବୋଲେ ସଚ୍ଚିଦାନନ୍ଦ ଭଗବାନ କି ଜୟ। ଦଶରଥଙ୍କୁ ବ୍ରହ୍ମ ହତ୍ୟାର ପାପ ଲାଗିଛି, ଜନକଙ୍କୁ ଗୋ ହତ୍ୟାର ପାପ ଲାଗିଛି। ଇଏ ଗାଈ ମାରିଛନ୍ତି, ସିଏ ବ୍ରାହ୍ମଣ ମାରିଛନ୍ତି। ତ ସୁଧୀ ସଜ୍ଜନ ମଣ୍ଡଳୀ, ଯେଉଁଦିନ ଗାଈ ମାରିଥିଲେ ସେଇଦିନ କାନିରେ ଗଣ୍ଠି ପକେଇଥିଲେ। ଜନକ କେବେ ଗାଈ ମାରିଥିଲେ? ଜନକ ଜଣେ ରାଜା। ରାଜା ଯେହେତୁ ରାଜାଙ୍କର କାମ ଶିକାର କରିବାକୁ ଯିବେ, କିନ୍ତୁ ଯେଉଁ ଦିନଠୁ ଗାଈ ମାରିଲେ ସେଦିନଠୁ ଧନୁ ଛାଡ଼ିଦେଲେ କିଏ? ସେ ଜନକ। ଯେଉଁ ଦିନଠୁ ବ୍ରାହ୍ମଣ ମାରିଲେ ଦଶରଥ, ସେଦିନଠୁ ଶବ୍ଦ ହେଇକି ବାଣ ଛାଡ଼ିଦେଲେ ଦଶରଥ। ଧନୁ ଆଉ ଧରୁନାହାନ୍ତି। ଯେଉଁ ଦିନଠୁ ଗାଈ ହତ୍ୟା କଲେ ଜନକ, ସେବେଠୁ ଆଉ ଧନୁ ସେ ଛାଡ଼ିଦେଲେ। କହିଲେ ଆଉ ଜୀବନରେ ମୁଁ ଧନୁ ଧରିବି ନାହିଁ, ଗୋ ହତ୍ୟା କରିଦେବି। ଗାଈ କେମିତି ବଧିଲେ? ନା ଦିନେ ରାଜା ଜନକ ଶିକାର କରିବାକୁ ଆସିଥିଲେ। ଶିକାର କରୁ କରୁ ଯେମିତି ଦଶରଥଙ୍କର ବାଣ ଭୁଲରେ ବାଜିଗଲା ବ୍ରାହ୍ମଣ ଦେହରେ, ସେମିତି ଜନକଙ୍କର ଶିକାରର ଗୋଟିଏ ବାଣଟା ଛାଡ଼ୁଥିଲେ। ସେ ବାରା ମାରୁଥିଲେ। ରଜାମାନଙ୍କର ଭୋଜିରେ, ବାପା ଶ୍ରାଦ୍ଧରେ ବାରାକୁ ଭୋଜି ଦିଅନ୍ତି ନା ନାହିଁ? କାହାକୁ ଭୋଜି ଦିଅନ୍ତି? ଇଏ ହେଉଛି କ୍ଷତ୍ରିୟର ପରମ୍ପରା, କେଉଁ ଘରର କେଉଁ ପରମ୍ପରା। ତ ବାରା ମାରିବାକୁ ଆସିଥିଲେ। ବାରାକୁ ମାରୁ ମାରୁ ସେ ବାଣଟା ଯାଇ ଗୋଟେ ଗାଈ ଦେହରେ ବାଜିଗଲା। ଯେତେବେଳେ ଗାଈଟା ଦେହରେ ବାଜିଗଲା, ସେ ଗାଈଟା ଧାଇଁ ଧାଇଁ ଯାଇକି ଅଯୋଧ୍ୟାର ସୀମାରେ ପଡ଼ିଲା। ଅଯୋଧ୍ୟାର ସୀମାରେ ଯେତେବେଳେ ପଡ଼ିଗଲା, ଜନକ ଦୂରରୁ ରହିଲେ, କହିଲେ ଇଏ ମା ବଡ଼ ଭୁଲ ହେଇଗଲା। ଗାଈଟାକୁ ମାରିଲି, ପୁଣି ଗାଈ ଯାଇକି କେଉଁଠି ପଡ଼ିଛି? ନା ଦଶରଥ ଘର ଗାଁ। ଦଶରଥ ଘର ଗାଁରେ କେଉଁଠି? ନା ଅଯୋଧ୍ୟାରେ ଗାଈ ମରିକି ପଡ଼ିଛି। ମାରିକି କିଏ? ଜନକ। ଗୋରୁ ହତ୍ୟା ହେଇଛି, ଜନକ ବାଣ ମାରିଛନ୍ତି, ମରିକି ପଡ଼ିଛି ଅଯୋଧ୍ୟାରେ। ବୋଲେ ଯଦି ଦଶରଥ କାନରେ ପଡ଼ିବ ଯେ ମୋ ଭୂମିରେ ଗୋ ହତ୍ୟା ହେଇଯାଇଛି, ଏତେ ବଡ଼ ପାପ, ସେ ସନ୍ଧ୍ୟା ସାମନ୍ତ ଧରି ମୋ ସାଙ୍ଗରେ ଲଢ଼େଇ କରିବାକୁ ପଳେଇ ଆସିବ। ଏବେ କ'ଣ କରିବି? ଏଇଠି ଟିକେ ଛପିକି ଦୂରରେ ଥାଉ। ସନ୍ଧ୍ୟା ସାମନ୍ତକୁ ଧରି ଦୂରରେ ଜନକ ଛପିକିରି ଅଛନ୍ତି। ଘଟଣାଟା କୁଆଡ଼ିକି ଯାଉଛି, କିଛି ହଲଚୁଲ ହେବନି। ତ ଏଇ ସମୟରେ ଜଣେ ଯେଉଁ ବିଲ କାମ କରିବା ପାଇଁ ଯେଉଁ ହାଡ଼ିପା, ନିଚ ଜାତି, ଶୂଦ୍ର ଜାତିର ବ୍ୟକ୍ତି ଜଣେ ସେଇଠି ବିଲ କାମ କରୁଥିଲେ। ଗୋମାତା ଯେତେବେଳେ ସରଟି ବିନ୍ଧି ହେଇକିରି ଅଯୋଧ୍ୟା ସୀମାରେ ପଡ଼ିଗଲା, ସେ ଦେଖିଦେଲା କେଡ଼େ ବଡ଼ ପାପ ହେଇଗଲା। ଅଯୋଧ୍ୟା ମାଟିରେ ଗୋ ହତ୍ୟା ହେଇଗଲା। ଗୋ ହତ୍ୟାକୁ ବହୁତ ବଡ଼ ପାପ ବୋଲି ମାନୁଥିଲେ। ଗୋମାତା ସିଏ ଜଗତ ଜନନୀ, ତା ଦେହରେ 33 କୋଟି ଦେବତା ବାସ କରୁଛନ୍ତି। ତେଣୁ ଧାଇଁଗଲା ହାଡ଼ିପା। ଦଶରଥ ରାଜାଙ୍କ ଆଗରେ କଇଁ କଇଁ ହେଇ କାନ୍ଦୁଛି। ଦଶରଥ ରାଜା କ'ଣ କରୁଛନ୍ତି? ନା ଭଗବାନ ଏବେ ଭୋଜନ କରିବାକୁ ଯାଉଥିଲେ, ପୂଜାପୂଜି ସାରିକି ଖାଇବାକୁ ଯାଉଥିଲେ। ଖାଇବା ସମୟଟା, ଯେତେବେଳେ ଖାଇବାକୁ ଯାଉଥିଲେ ଶୁଣିଗଲେ ଗୋ ହତ୍ୟା ହେଇକି, ଆହାର ଛାଡ଼ିଦେଲେ। କହିଲେ ଖାଇବି ନାହିଁ। ହେ ହାଡ଼ିପାରେ, ତୁ ଯିବୁ ଅଯୋଧ୍ୟାର ମାଟି 3 ମୁଠା ବାଲି ଧରିବୁ, ଅଯୋଧ୍ୟା ଭୂମିର ମାଟିକି ଧରିବୁ। ଯଦି ଅଯୋଧ୍ୟା ରଘୁବଂଶ ସତ୍ୟ ହେଇଥିବ, ରଘୁବଂଶର ଯଦି ସତ୍ୟସନ୍ଥ ରାଜାମାନେ ଥିବେ, ଯଦି ତାଙ୍କର ପୁଣ୍ୟବଳ ଥିବ, ସରଜୁ ନଦୀର ଯଦି ପୁଣ୍ୟବଳ ଥିବ, ଅଯୋଧ୍ୟା ମାଟିର ଯଦି ପୁଣ୍ୟବଳ ଥିବ, ରାଜା ଦଶରଥଙ୍କ ରାଣ 3 ଥର ପକେଇବୁ। ଏ 3 ମୁଠା ବାଲି ତା ଉପରେ ପକେଇଦେବୁ। ସେ ମଲା ଗାଈଟା ବଞ୍ଚୁଛି ନା ନାହିଁ ମୋତେ ଆସି କହିବୁ। ଯଦି ସିଏ ନ ବଞ୍ଚିବ, ମୋ ପ୍ରାଣ ମୁଁ ବିସର୍ଜନ କରିଦେବି। ରାଜେନ୍ଦ୍ର ସତ୍ୟସନ୍ଥ ଦଶରଥ ନାମ, ରାଜେନ୍ଦ୍ର ସତ୍ୟସନ୍ଥ ରାଜା। ସତ୍ୟ ବଳରେ ଜଗତ ଚାଲୁଛି। ହାଡ଼ିପା ଆଇଲା, 3 ମୁଠା ବାଲି ଧରିଲା। ରାଜା ଦଶରଥଙ୍କ ରାଣ, ରଘୁବଂଶର ରାଣ, ସତ୍ୟସନ୍ଥ ବଂଶର ରାଣ ପକେଇକିରି 3 ମୁଠା ବାଲି ପକେଇଦେଲା। କ୍ଷୀରଟାକୁ କାଢ଼ିଦେଲା। ମଲା ଗାଈ ବଞ୍ଚିକିରି ଉଠିଗଲା। ଜନକ କହିଲେ ଆରେ ବାପା, ବଡ଼ ଚମତ୍କାର। ଯେଉଁ ଅଯୋଧ୍ୟା ମାଟିରେ ଏତେ ଚମତ୍କାର ଅଛି, କାହିଁକି ନା ଭଗବାନଙ୍କର ପାଦ ଧୂଳି କେଉଁଠି ପଡ଼ିଛି? ଅଯୋଧ୍ୟାରେ ପଡ଼ିଛି। ସେ ମାଟି କ'ଣ ଏମିତି ସାଧାରଣ ମାଟି ହେଇଥିବ? ଯେବେ ଭଗବାନ ଖେଳୁଛନ୍ତି ସେ ମାଟିରେ, ସେ ମାଟି ସାଧାରଣ ମାଟି ନୁହଁ।
ଜଡ଼ ଚେତନ ହେଇଯିବ, ଚେତନ ଜଡ଼ ହେଇଯିବ। କୃଷ୍ଣ ଯେତେବେଳେ ଜନ୍ମ ହେଇଥିଲେ ଲୁହା ଶିକୁଳି ଫିଟି ଯାଇଥିଲା ନା ନାହିଁ? ଭଗବାନ ରାମ ସେଇ ସମୟରେ ଜନ୍ମ ହୋଇଛନ୍ତି, ସୀତା ମା ବି ସେଠି ପ୍ରକଟ ହେଇଗଲାଣି। ସେତେବେଳକୁ ଶିବ ଧନୁ ଟେକିକିରି ସୀତା ମା ଇଏ କରିଦେଲାଣି। ସେ ସମୟରେ ଜନକ ରାଜା ଗାଈ ହତ୍ୟା କରିଛନ୍ତି। ତେଣୁ ଜନକ ରାଜା ମନେ ମନେ ଚିନ୍ତା କଲେ, ଯେଉଁ ମାଟିରେ ଗୋଟେ ହାଡ଼ି ପାର ଆସିକିରି ବାଲି ପକେଇ ଦେଇକି ମଲା ଗାଈ ବଞ୍ଚେଇ ଦେଉଛି, ତାହେଲେ ଅଯୋଧ୍ୟାରେ ଆଉ କେହି ଅବିର ନାହାନ୍ତି, ସବୁ ବୀର ପୁରୁଷ ଅଯୋଧ୍ୟାରେ ଅଛନ୍ତି। ଦଶରଥଙ୍କର ଜନକଙ୍କର କେବେ ପଡ଼େନି, ତାଙ୍କ ଇଏ ହେଉଛନ୍ତି ମୂର୍ତ୍ତି ଉପାସକ, ସିଏ ହେଉଛନ୍ତି ନିରାକାର, ତାଙ୍କେ କେବେ ମୂର୍ତ୍ତିକି ବିଶ୍ୱାସ କରିବେ ନାହିଁ। ଏବଂ ଯେତେବେଳେ ପରଶୁରାମ ନିକ୍ଷେତ୍ରୀୟ କରିଥିଲେ ପୃଥିବୀକି 21 ବାର, ସେତେବେଳେ ଦଶରଥ 99 ରାଣୀ ଭିତରେ ଶାଢ଼ୀ ଚୁଡ଼ି ପିନ୍ଧିକି ଲୁଚିକିରି ରହିଥିଲେ। ସେଥିପାଇଁ ଜନକ ଭଲ ପାଆନ୍ତିନି ଦଶରଥଙ୍କୁ। ସେଥିପାଇଁ ଦଶରଥଙ୍କୁ ଭଲ ନ ପାଇବାରେ ସେ ଭାବିଲେ ଏ ତ ଗୋଟେ ଅଲଗା କାରଣ ଅଛି, ପ୍ରକୃତ କାରଣ ହେଉଛି ଜନକଙ୍କର ଦଶରଥଙ୍କର ଭଲ ପଡ଼ୁନି, ତାଙ୍କ ଜଣଙ୍କର ଭଲ ପଡ଼ୁନି। ଜନକ ଭାବିଲେ ମୋ ଝିଅ ସୀତାକୁ ବିବାହ କରିବା ପାଇଁ ମୁଁ କ'ଣ ରଖିଛି, ଶିବଧନୁ ଯିଏ ଭାଙ୍ଗିବ ସେ ମୋ ଝିଅକୁ ବାହା ହେବ। ଯଦି ମୁଁ ଅଯୋଧ୍ୟାକୁ ନିମନ୍ତ୍ରଣ ପଠେଇବି, ଯାହା ରାଜ୍ୟରେ ଗାଈ ମରିଗଲେ ରାଜା ମନ୍ତ୍ରୀ ପାଟ ପଟୁଆର କିଏ ଆସୁନାହାନ୍ତି, ଗୋଟେ ହାଡ଼ିଟା ଆସିକି ମଲା ଗାଈକି ବଞ୍ଚେଇ ଦେଉଛି, ମୁଁ ଯଦି ନିମନ୍ତ୍ରଣ ଦେବି ମୋ ଶିବଧନୁ ଭାଙ୍ଗିବାକୁ, ଦଶରଥ ତା ପୁଅକୁ ପଠେଇବି, ତାଙ୍କ ହାଡ଼ି ବାଉଡ଼ିକି ପଠେଇଦେବ, ସେ ଧନୁ ଭାଙ୍ଗିକି ମୋ ଝିଅକୁ ବାଇ ପଡ଼ିବ। ବୋଲେ ଅଯୋଧ୍ୟାରୁ ହାଡ଼ି ବାଉଡ଼ି ଆସିଲେ ବି ଧନୁ ଭାଙ୍ଗିକିରି ପଳେଇବେ। ଜନକ ଜାଣିଛନ୍ତି ଅଯୋଧ୍ୟାରୁ ଯଦି ଆସେ ହାଡ଼ି କି ବାଉଡ଼ି, ଅଯୋଧ୍ୟାରୁ ଯଦି ଆସେ ହାଡ଼ି କି ବାଉଡ଼ି, ଧନୁ ଭାଙ୍ଗିଲେ ବଳେ ହାଜାଣି ସେ ଚଳୁନି, ସବୁକୁ କାଟିଲି ସିନା ଅଯୋଧ୍ୟାକୁ ନିମନ୍ତ୍ରଣ ଦେବି ସଜଣି, କାହିଁରେ ବାନ୍ଧିଲି ଗଣ୍ଠି, କାହିଁରେ ବାନ୍ଧିଲି ଗଣ୍ଠି, ଆସିବେ ରାମ, ଧନୁ ଭାଙ୍ଗି ଦେଇଯିବେ ବସି ତାକୁ ରାମ, ଧନୁ ଭାଙ୍ଗି ଦେଇଯିବେ ବସି ତାକୁ ରାମ। ଜନକ ରାଜା କହୁଛନ୍ତି କାନିରେ ଗଣ୍ଠିଟିଏ ସେବେଠୁ ପକେଇକି ରଖିଥିଲି, ଯେଉଁଦିନ ଗୋ ହତ୍ୟା କରିଥିଲି ବିନା ନିମନ୍ତ୍ରଣରେ, ଅଯୋଧ୍ୟାକୁ ନିମନ୍ତ୍ରଣ ଦେବିନି, ଦଶରଥ ମୋତେ ଭଲ ପାଉନି, ସେ କେବେ ତା ପୁଅକୁ ମୋ ଝିଅ ସାଙ୍ଗରେ ବାହା କରିବ ନାହିଁ, ସେ ତା ହାଡ଼ି ବାଉଡ଼ିକି ପଠେଇବ, ନିଜେ ଆସିବନି, ଆଉ ସେ କେବେ ନିଜେ ଆସିବ ନାହିଁ। ସେଥିପାଇଁ ମୁଁ ଦଶରଥକୁ ନିମନ୍ତ୍ରଣ ଦେବି ନାହିଁ, ବିନା ନିମନ୍ତ୍ରଣରେ ରାମ ଆସିବେ। ଏତିକି ବେଳେ ଜନକ ବିଶ୍ୱାମିତ୍ରଙ୍କୁ କହିଲେ, ଆଜ୍ଞା ମୁଁ ପଣ ରଖିଛି, ଯିଏ ଶିବଧନୁ ଭାଙ୍ଗିବ ସେ ସୀତାଙ୍କୁ ବିବାହ କରିବ, କିନ୍ତୁ ରାମଙ୍କ ପାଇଁ ଟିକେ କୋହଳ କରିଦେଲି। ଜନକଙ୍କର କଥା ଶୁଣି ବିଶ୍ୱାମିତ୍ର କହିଲେ, କ'ଣ କୋହଳ କରିଦେଲ? ନା ରାମ ଧନୁ ଭାଙ୍ଗିବା ଦରକାର ନାହିଁ, ଖାଲି ଯଦି ରାମ ଧନୁଟାକୁ ଟେକି ଦେବ ତଳୁ, ଯଦି ରାମ ଧନୁଟାକୁ ଟେକି ଦେବ ତଳୁ, ଉଦ୍ଧାରିବେ ସୀତାଙ୍କୁ ଦୁଃଖ ସିନ୍ଧୁ ଜଳୁ। ଶ୍ରୀରାମ ଜୟ ରାମ, ଜୟ ଜୟ ରାମ, ରାମ ଲକ୍ଷ୍ମଣ ସୀତା, ଗୋବିନ୍ଦ ରାମଚନ୍ଦ୍ର ଭଗବାନ। ତ ବିଶ୍ୱାମିତ୍ରଙ୍କ ଆଗରେ ଜନକ କହୁଛନ୍ତି, ଯଦି ରାମ ଧନୁଟାକୁ ଟେକିଦେବ ତଳୁ, ଭାଙ୍ଗିବା ଦରକାର ନାହିଁ, ଖାଲି ଟେକିଦେଲେ ମୁଁ କହିବି ହେଇଗଲା ହେଇଗଲା, ଆଉ କେହି ଭାଙ୍ଗିବା କଥା ଦରକାର ନାହିଁ, ସେ ସୀତାକୁ ବାହା ହେଇଯିବ। ଆଉ ଧନୁ ଭିଡ଼ିକିରି ଗୁଣ ଚଢ଼େଇକି ଭାଙ୍ଗିଲା ବେଳକୁ ପିଲାଟା କାଳେ ମୁହଁ ମାଡ଼ି ପଡ଼ିଯିବ କି? ତେଣୁ ଜନକ ଭାବୁଛନ୍ତି ଆଉ କିଛି କରିବା ଦରକାର ନାହିଁ, ଖାଲି ଟିକେ ଟେକିଦେବ ହେଇଗଲା ଆଉ। ତ ବିଶ୍ୱାମିତ୍ର କହିଲେ, ନାଇଁ ନାଇଁ, ଧନୁ ଭଙ୍ଗା ହେବ ବୋଲି କ'ଣ ରଖିଛ, ଧନୁ ଭଙ୍ଗା ହେବ। ତ ସୁଧୀ ସଜ୍ଜନ ମଣ୍ଡଳୀ, ଏବେ ବିଶ୍ୱାମିତ୍ର ମହାମୁନି ବଡ଼ ଆନନ୍ଦରେ ଭାବିଲେ ସବୁ ଠିକ୍ ହେଇଗଲା। ଆଉ ଜନକ ବିଶ୍ୱାମିତ୍ର ସାଙ୍ଗ ହୋଇ ରାମ ଲକ୍ଷ୍ମଣଙ୍କୁ ନେଇକି ଯାଉଛନ୍ତି। ବିଶ୍ୱାମିତ୍ର ମନେ ମନେ ଭାବୁଛନ୍ତି, ଦଶରଥ ଯଦି ମୋତେ ପଚାରିବ ମୋ ପୁଅକୁ ବିନା ନିମନ୍ତ୍ରଣ ନେଇଯାଅ, ମୁଁ କହିଦେବି ସବୁ ପ୍ରକାର ବିଧି ବିଧାନରେ ଯେମିତି ନିମନ୍ତ୍ରଣ ହେବା କଥା, ତମ ପୁଅ ବିନା ନିମନ୍ତ୍ରଣରେ ମିଥିଳାକୁ ଯାଇ ନାହିଁ। ନିମନ୍ତ୍ରଣ ହୋଇ ନମସ୍କାର ପାଇ, ମୁଣ୍ଡିଆ ପାଇ, ପାଦ ଧୁଆ ହେଇ ସବୁ ହେଇକିରି ସିଏ ଯାଇଛନ୍ତି, ସେମିତି ଯାଇ ନାହାନ୍ତି। ସବୁ ରାଜାମାନଙ୍କୁ ଯେଉଁ ନିମନ୍ତ୍ରଣ, ତାଠାରୁ ଶ୍ରେଷ୍ଠ ନିମନ୍ତ୍ରଣ ରାମଙ୍କୁ ହେଇଛି। ତ ସୁଧୀ ସଜ୍ଜନ ମଣ୍ଡଳୀ, କାହାର ମନ କୋଉଠି? ଜନକଙ୍କର ମନ ରାମ ଧନୁଟାକୁ ଟେକିଦେଲେ ସୀତା ବାହାର କରିଦେବି, ରାମଙ୍କର ମନ ସୀତାଙ୍କର ପାଦଟା କେମିତି ମୁଁ ଟିକେ ଦେଖିବି, ସୀତାଙ୍କ ପାଦ କୁଆଡ଼େ ଗଲା।
ଲକ୍ଷ୍ମଣ ମନ ମନେ ଜାଣିଲେ ମୋ ଭାଇ ଖାଲି ପାଦ ଖୋଜୁଛନ୍ତି, ଯେମିତି ମିଥିଳା ନଗରକୁ ଯାଉଛନ୍ତି ସମସ୍ତଙ୍କ ପାଦକୁ ରାମ ଅନଉଛନ୍ତି, କୋଉଠି ସେ ପାଦଟା, ଯୋଉ ପାଦ ବସିକି ପଥର ଏଟା ସୁନ୍ଦର। ଲକ୍ଷ୍ମଣ କହିଲେ ଭାଇନା ଜମା ବ୍ୟସ୍ତ ହନି, ଯୋଉ ପାଦକୁ ତମେ ଖୋଜୁଛ ମୁଁ କୋଉଠି ଥିଲେ ବି ତମକୁ ଦେଖିବିନି, ସେ ଯୋଉଠି ଥିଲେ ବି ମୁଁ ତମକୁ ଦେଖେଇଦେବି, ତମେ ଜମା ବ୍ୟସ୍ତ ହନି, ଲକ୍ଷ୍ମଣ ତମ ସାଙ୍ଗରେ ଅଛି। ତ ବିଶ୍ୱାମିତ୍ର ଜାଣିଗଲେ ରାମ ସୀତାଙ୍କର ପାଦ ଦର୍ଶନ କରିବାକୁ ବହୁତ ମନ କରୁଛନ୍ତି। ଦୁଇ ଭାଇ ଗଲେ ଗୁରୁଙ୍କ ସହିତ, ଯେତେବେଳେ ବିଶ୍ରାମ କକ୍ଷରେ ବିଶ୍ରାମ ନେଇଛନ୍ତି, ଏହି ସମୟରେ ରାମଚନ୍ଦ୍ରଙ୍କର ମନ ଆଉ ସେଇଠି ନାହିଁ। କୋଉଠି ମନ? ପାଦ ଦେଖିବାକୁ ଯିବେ। ତେଣୁ ରାମଚନ୍ଦ୍ର କହିଲେ ନାଥ ଲକ୍ଷ୍ମଣ ପୁର ଦେଖନ ଚାହା ଲକ୍ଷ୍ମଣ ଟିକେ ଇଏ ମିଥିଳା ନଗର ଦେଖିବାକୁ ଚାହୁଁଛି, ତମ ଭୟରେ ସେ କିଛି କହୁନି। ଲକ୍ଷ୍ମଣ କହିଲେ ଭାଇନା ମୁଁ କେତେବେଳେ କହିଲି ନଗର ଦେଖିବାକୁ ଯିବାକୁ, ମୁଁ ତ କିଛି କହିନି। କହିଲେ ତୁ ପାଟି ବନ୍ଦ କରେ, ମୁଁ ଟିକେ ତୋ ନାଁ କହିକି ପାର ହେଇଯାଉଛି, ମୁଁ କହିବି ମୁଁ ଦେଖିବାକୁ ଯିବି ଯଦି ହବନି, ତେଣୁ ତୋ ନାଁ କହିକି ତୋ ପିଲା ଲୋକଟା ହଜିଯିବ, ମୁଁ ତୋତେ ଟିକେ ବୁଲେଇକି ନେଇ ଆସିବି। ବିଶ୍ୱାମିତ୍ର କହିଲେ ହଉ ଯାଅ, ଶୀଘ୍ର ଯାଇକି ସନ୍ଧ୍ୟା ହେଇଗଲାଣି ଫେରି ଆସିବ, ସନ୍ଧ୍ୟା ବନ୍ଦନା କରିବା। ତ ଅପରାହ୍ନ ସମୟ ହେଇଛି, ଦୁଇ ଭାଇ ଗଲେ। ଯେତେବେଳେ ଦୁଇ ଭାଇ ଯାଉଛନ୍ତି ମିଥିଳା ଦାଣ୍ଡରେ ଅପୂର୍ବ ସୁନ୍ଦର ଭାବରେ ଭଗବାନ ଯାଉଛନ୍ତି। ଯେତେବେଳେ ଯିବା ସମୟରେ ପ୍ରଭୁ ତ ତଳକୁ ମୁହଁ କରିକି ଦିଏ, ଉପରକୁ ମୁହଁ କରିବେ ନାହିଁ। ତ ସୁଧୀ ସଜନ ମଣ୍ଡଳୀ, ରାମଚରିତ ମାନସରେ ରାମ ସୀତାଙ୍କର ଭେଟ କିଏ କରିବା ଲୋକ? ହନୁମାନ। ପୁଷ୍ପ ବାଟିକା ହେଉ ବା ଅଶୋକ ବାଟିକା ହେଉ, ଯେକୌଣସି ସ୍ଥାନରେ ଭେଟ କରିବା ଲୋକ ହନୁମାନ। ଆପଣମାନେ ଯଦି ଭାବିବେ କି ମିଥିଳାର ହନୁମାନ କୁଆଡ଼ୁ ଆସିବେ? ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଦାସ ମହାରାଜଙ୍କର ଗୋଟେ ମାନସ ପୁରୁଷ ବୋଲି ଗୋଟେ ଗ୍ରନ୍ଥ ଅଛି। ସେ ଗ୍ରନ୍ଥରେ ଦେଖିଲେ ହନୁମାନ ମହାରାଜ ରାମଚରିତ ମାନସରେ 5 ଥର ବ୍ରାହ୍ମଣ ବେଶ, ଗୋଟିଏ ଥର ଭଅଁର ବେଶ, ଆଉ ଗୋଟିଏ ଥର ନାରୀ ବେଶ ନେଇଛନ୍ତି। ସତ୍ୟ ଯୁଗରେ ଜଣେ ପୁରୁଷ ନାରୀ ହେଲେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧରିଲେ। ତ୍ରେତୟା ଯୁଗରେ ହନୁମନ୍ତ ମହାରାଜ ନାରୀରୁ ପୁରୁଷରୁ ନାରୀ ହେଲେ, ନିଜକୁ ନାରୀ ଭଳି ସଜେଇଲେ, ପୁରା ସମ୍ପୂର୍ଣ୍ଣ ନାରୀର ଶରୀର ଯାହା ଯେଉଁ ଯେଉଁ ଅଙ୍ଗ ଦରକାର ସେଇ ସେଇ ଅଙ୍ଗରେ ହନୁମନ୍ତ ମହାରାଜ ଥିଲେ। ତାଙ୍କର ନାମ କ'ଣ ହେଇଥିଲା? ଚାରୁଶୀଳା। କହିଲେ ବୀର ହନୁମାନ ଚାରୁଶୀଳା ସାକ୍ଷୀ ନାମ ନେଇ ତାଙ୍କର ସୀତା ମାଙ୍କୁ ରାମଚନ୍ଦ୍ର ନଗର ବୁଲିଲା ବେଳେ ଦେଖେଇବା ସଖୀ ହେଉଛି ଚାରୁଶୀଳା। ସେ ଚାରୁଶୀଳା ହେଉଛନ୍ତି ହନୁମନ୍ତ ମହାରାଜଙ୍କର ଅବତାର। 5 ଥର ବ୍ରାହ୍ମଣ ବେଶ, ଗୋଟିଏ ଥର ଭଅଁର ବେଶ, ଆଉ ଗୋଟିଏ ଥର ନାରୀ ବେଶ। ଦ୍ୱାପର ଯୁଗରେ କୃଷ୍ଣାବତାରରେ ଶଙ୍କର ଭଗବାନ ହେଲେ ନାରୀ ବେଶ। କଳି ଯୁଗରେ ଜଗନ୍ନାଥଙ୍କର ଭକ୍ତ କିଏ? ସେ ଅତିବଡ଼ି ଜଗନ୍ନାଥ ଦାସ ହେଲେ ନାରୀ ବେଶ। ସେଥିପାଇଁ ଜଗନ୍ନାଥ ଦାସ 3 ଦିନ ନାରୀ ହୁଅନ୍ତି, ମାସକୁ 27 ଦିନ ପୁରୁଷ ହୁଅନ୍ତି। ତାଙ୍କଠାରୁ କ୍ଷୀର କିଏ ପିଏ ବୋଲି କହିବାରୁ ଅନନ୍ତ କହିଲେ ମୁଁ ପିଇ ବୋଲି ତାଙ୍କ ନାଁ ହେଲା ଶିଶୁ ଅନନ୍ତ। ତ 4 ଯୁଗରେ 4 ଜଣ ପୁରୁଷ ପ୍ରଭୁଙ୍କୁ ପାଇବା ପାଇଁ ନାରୀ ହୁଅନ୍ତି। ସେଥିପାଇଁ ଭାଗବତରେ ଲେଖିଲେ ପୁରୁଷ ଅଙ୍ଗରେ ତାକୁ କେହି ପାଇ ନାହିଁ, ନାରୀ ଭାବ ହେଲେ ସିନା ସେହି ମିଳିଥାଇ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। ଭଗବାନ ପ୍ରଭୁ ତଳକୁ ମୁହଁ କରିକି ଆସୁଛନ୍ତି, ଉପରକୁ ମୁହଁ କରୁ ନାହାନ୍ତି। ମର୍ଯ୍ୟାଦା ପୁରୁଷ ଉପରକୁ ମୁହଁ କରିକି ଲକ୍ଷ୍ମଣ ଚାରିଆଡ଼ିକି ଅନଉଛନ୍ତି, କିନ୍ତୁ ରାମ ତଳକୁ ମୁହଁ ପୋତି ପୋତି ଆସୁଛନ୍ତି। ସବୁ ନାରୀଙ୍କର ପାଦକୁ ଦେଖୁଛନ୍ତି। ସେ ପାଦ କାହିଁ? ଯେଉଁ ପାଦକୁ ମୋ ଗୁରୁ ମୋତେ ବାଟରେ କହିଥିଲେ ସେ ପାଦ କାହିଁକି ମୁଁ ଦେଖୁ ନାହିଁ? ସବୁ ନରନାରୀ ମାନେ ରାମକୁ ଦେଖି ଲକ୍ଷ୍ମଣକୁ ଦେଖି ବଡ଼ ଆନନ୍ଦ କଲେ। ବିଶ୍ୱାମିତ୍ର ମୁନି ସଙ୍ଗେ ଅଛନ୍ତି
विश्वामित्र मुनि संगे छंती घेनी दशरथंकर सुनु बयस किशोर रूप बयस किशोर रूप संगे शोभा पाए धनु तांकर संगे शोभा पाए धनु हस्तरे पिंधिति मरकतमणि से हस्तरे पिंधिति मरकतमणि से शिव धनु भाटिले सखी जानु मणिया कहिले बजार बुली गलु मणिया कहिले चारुशिला सखी हनुमान अछंती सीता को बाबू धाई आए कहले हेटी सीता जानिच ना कौन है ना आम मिथिला नगरी की दी जन राजकुमार आसछंती ना केते तो राजकुमार आसछंती तो शिव धनु भांगिया पाई से दी जन को कथा काहे कहउछ ना ये दी जन समस्त को ठार अलग कहले काहे ना विश्वामित्र मुनि संगे छंती गेनी दशरथंकर सुनु कौशल्या कुमार वयस किशोर संगे शोभा पाए धनु हस्तरे पिंधिति मरकतर मणि को मणि मरकत मणि सीता कहले पिंधिले तो कौन असुविधा है ना मरकत मणि पिंधि बोली मुझे तुमको कहूनी मुझे बजार को मिथिला बजार को जाइली बणिया मैंने हाथ में मरकत मणि देखिले कहले कौन है मुझे कहीं किसी बुझे कथा कहले मरकत मणि पिंधि बोली बणिया मैंने कहले ये जो दीटा भाई जाऊँ ये दी भाई शिवधनु भांगे आउ ये राजा मैंने किए भांगी पारे कहीं ना कौ राजा हाथ में मरकत मणि ना केवल राम लक्ष्मण हाथ में मरकत मणिर मुदी पिंधि मरकत मणि ही बाउंश को भांगार सहयोग कर ये शिवधनु जिते गरु होता है टेकबार से ही सहयोग करते राजा आसुँच किए मरकत मणिर मुदी पिंधि ना एक कथा बणिया मैंने विपणी में भावना कले दर्शन जो बजार में बणिया मान अच्छा एमाने चारुशिला सखी आसी कहले अच्छा कौन एथर ना तुम थरे चल देख भ्रुलता की काम धनु बाण बिंदुची की मोर तनु सखी गो एत तराई देवे कवि सखी गो देखिवा चाल से राम रूप हरे देखी देले मनु कासरी मरिव हरे देखी देले मनु कासरी मरिव से राम रूप आखिर भूलता सेमती तो सुधी सजन मंडली रामकर रूप वर्णना किए कर चारुशिला कहते सीता पाखे तो सीता भाविले समस्ते एत कहते गले एति नुह आम नगर में गोटे माँ थी से पा आने जाइला ता पुओ को काटे धरिकी राम को अनेई अनेई दौड़ी में जो कूअरे पा बांधियो बोली गराटा को कौन दौड़ी में बांधियो निज पुअर बेगटा को बांधि कूअरे पकईदेला से गरा कौन बांधियो राम को अनेई कहला कि कथा राम एडे सुंदर जे समस्त देखिकी मोहित होती खाली एति ना समस्ते भावुंट आम राजकुमारी की यही पुटा बाघमाता जी भल हंता सीता भाविले जदि एत कथा कहले टे देखीदेवी से केमी सीतांकर भी मन है मुझे देखीदेवी तो ये विचार कर चारुशिला भावुं हनुमान तो भेट करवा ना राम सीतांकर भेट करवा एका हनुमंत महाराज तो हनुमंत महाराज चिंता कर मो प्रभुकर मन सीता माँ पाद देखापी सीता माँ भी टे राम को देखेबे किंतु मर्यादा होती सामना सामने भेट करले असुविधा हो छात ऊपर टिकी नहीं गली कहले तुम छात ऊपर जाओ कहीं दांडे जाऊँगी आम छात ऊपर ठिया देखा जो छात ऊपर को सीता को नहीं चारुशिला पड़े तो छात ऊपर अट्टालिका उपरे माँ ठिया रामचंद्र धारे धारे जाऊँगी धारे धारे जावा बेले गड़ खाई गड़ पाचेरी भितर मेड़ थिला रे पद हुई दे उठी नीति गंगा नदी जलधर राजा मान घर को जो राजमहल को जावा आगे गोटे बड़ खाई गला नाड़ गोटे पानी धार रखते कहीं शत्रु शीघ्र प्रवेश करें पाचेरी पाखक गोटे पानी धार थाए तो से पानी धार 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 राम जाऊँ
ସୀତା ମା ଛାତ ଉପରେ ଠିଆ ହେଇଛନ୍ତି, ସୀତାଙ୍କର ଛାଇଟା କୋଉଠି ପଡିଛି? ପାଣିରେ। ସୀତାଙ୍କର ଛାଇଟା ପଡିଛି ପାଣିରେ। ରାମକୁ ଉପରକୁ ଅନେଇବେନି, ମର୍ଯ୍ୟାଦା ପୁରୁଷ ଉପରକୁ ଅନେଇବେନି। ସୀତାଙ୍କର ଛାଇଟା କୋଉଠି ଦେଖିଲେ? ଜଳ ବିନ୍ଦୁରେ ଦର୍ଶନ କଲେ। ମର୍ଯ୍ୟାଦା ପୁରୁଷୋତ୍ତମ ଉପରକୁ ମୁହଁ କରିବେ ନାହିଁ। ହନୁମାନ ଗୋଟେ ଫୁଲଟେ ଉପରୁ ପକେଇଦେଲେ, କାଳେ ଉପରକୁ ଅନେଇବେ କି? ରାମ ଦେବ ଉପରକୁ ଅନେଇବେ ନାହିଁ। ଲକ୍ଷ୍ମଣ କହିଲେ କିଏ ସେ ଉପରକୁ କହୁଛି ଆମ ଉପରକୁ ଫୁଲ? ଲକ୍ଷ୍ମଣ ଚାରିଆଡ଼ିକି ଅନେଇବେ। ତେଣୁ ସୀତା ମା ଲୁଚିଗଲେ, ଲକ୍ଷ୍ମଣ ଆଉ ଦେଖିପାରିଲେ ନାହିଁ। ଫୁଲ ପକେଇଦେବାରୁ ଲକ୍ଷ୍ମଣ କହିଲେ କିଏ ସେ? ସିଏ ପକେଇଲା। ତ ସମସ୍ତ ନରନାରୀ ମାନେ ବଡ଼ ଆନନ୍ଦ। ଯାହା ହଉ ସୀତାଙ୍କର ସିନା ମୁଖ ଦେଖିଦେଲେ, ରାମ କହିଲେ ସେ ପାଦଟାକୁ ମୁଁ ଟିକେ ଦେଖିବି, ମୁଖ ଦେଖିବାକୁ ମୋର ଇଚ୍ଛା ନାହିଁ। ସୀତାଙ୍କର ପାଦ ଦର୍ଶନରେ ମନ ରହିଲା, କିନ୍ତୁ ପାଦ ଦେଖିପାରିଲେ ନାହିଁ। ସବୁ ନରନାରୀ ମାନେ କହୁଛନ୍ତି ଆହା କେଡ଼େ ସୁନ୍ଦର ରୂପ ପ୍ରଭୁଙ୍କର, କେମିତି କବି ବର୍ଣ୍ଣନା କରୁଛନ୍ତି। ବୀରଙ୍କୁ ଦିଶନ୍ତି ବୀର ପରାଏ, କାମିନୀ ମାନଙ୍କୁ ମଦନରାଏ, ଶିଶୁକୁ ଶିଶୁ ପ୍ରାୟ ହୋଇଛନ୍ତି, ବୃଦ୍ଧକୁ ବୃଦ୍ଧ ପରାଏ ଦିଶନ୍ତି, କାଳକୁ କାଳ ପ୍ରାୟ ହୋଇଛନ୍ତି ସେ ଦେଖିକିରି ପିଲାମାନଙ୍କୁ ପିଲା ପରି ଲାଗୁଛନ୍ତି, ବୃଦ୍ଧମାନଙ୍କୁ ବୃଦ୍ଧ ପରି ଲାଗୁଛନ୍ତି, ବୀରମାନଙ୍କୁ ବୀର ପରି ଲାଗୁଛନ୍ତି, କାମିନୀ ମାନଙ୍କୁ ମଦନରାୟ। ସବୁ ନାରୀମାନଙ୍କୁ ମଦନ ସତେକି ଆସିକି ଏଠି ପହଞ୍ଚି ଯାଇଛନ୍ତି କାମଦେବ। ତ ସମସ୍ତେ ଆନନ୍ଦରେ ଗଲେ। ସନ୍ଧ୍ୟା ହେଇଗଲା, ଗୁରୁଙ୍କ ପାଖରେ ଯାଇ ପହଞ୍ଚିଗଲେ। ଯେତେବେଳେ ପହଞ୍ଚିଗଲେ ସନ୍ଧ୍ୟା ବନ୍ଦନା କରି ସମସ୍ତେ ବସିଛନ୍ତି। ନଗରରେ ସମସ୍ତ ନରନାରୀ ମାନେ ଯାଇ ଶିବଙ୍କ ପାଖରେ ପ୍ରାର୍ଥନା କଲେ, ହେ ପ୍ରଭୁ ଆସନ୍ତାକାଲି ଆପଣଙ୍କ ଧନୁ ଉପରେ ଆପଣ ବସିକି ରହିବେ, ଯେତେ ରାଜା ଆସିବେ ଉଠିବେ ନାହିଁ। ଯେତେବେଳେ ରାମ ଯିବେ ଆପଣ ସେତେବେଳେ ଟେକିଦେବେ। ଆମେ ସମସ୍ତେ ମିଥିଳାର ବାସୀ ଆପଣଙ୍କୁ ମୁଣ୍ଡିଆ ମାରୁଛୁ, କେମିତି ରାମ ଟିକେ ସୀତାଙ୍କୁ ବାହାନ୍ତୁ ବୋଲି। ତ ସୁଧୀ ସଜନ ମଣ୍ଡଳୀ, ଯୋଉ ରାଜ୍ୟରେ ନରନାରୀ ମାନେ ମୁଣ୍ଡିଆ ମାରୁଛନ୍ତି ଶିବ ଭଗବାନଙ୍କ ଧନୁ ଉପରେ ବହିଥାଉ, କାହାକୁ ଉଠେଇବାକୁ ଦବ ନାହିଁ। କେବଳ ରାମ ଆସିଲେ ଧନୁକୁ ତମେ ଟିକେ ଟେକିଦବ, ରାମଙ୍କ ଦେହରେ ଟିକେ ଆଞ୍ଚ ଆଣିବାକୁ ଦବନି। ରାମ ଆମ ଗାଁର ଜୟୀ ହେଇକି ଏଇଠି ସବୁଦିନ ରହିଯାଆନ୍ତୁ। ଜନକ ରାଜା କି ତାଙ୍କୁ ନ ଛାଡ଼ନ୍ତୁ ଆଉ, ଘର ଜଇଆ କରି ଏଠି ରଖିଦିଅନ୍ତୁ। ଘର ଜଇଆ କରି ରଖିଦିଅନ୍ତୁ। ତାଙ୍କର ତ ପୁଅ ନାହିଁ, ଘର ଜଇଆ କରି ରଖିଦିଅନ୍ତୁ। ତାଙ୍କର ତ କେତେ ପୁଅ ଅଛି? 4 ପୁଅ ଅଛି। ରାମକୁ ରକମକୁ ଆମ ଘରେ ଦେଇକିରି ଯାଆନ୍ତୁ, ଆଉ ଆଙ୍କୁ ନ ନିଅନ୍ତୁ ବୋଲି ମିଥିଳାବାସୀ ମନେ ମନେ ଭାବୁଛନ୍ତି। ତ ସୁଧୀ ସଜନ ମଣ୍ଡଳୀ, ଜୟୀ ନ ହଉଣୁ ଜୟୀକି ଘର ଜଇଆ କରିବେ ବୋଲି ମିଥିଳାବାସୀ ଭାବିଦେଲାଣି। ତ ବଡ଼ ଆନନ୍ଦରେ ମିଥିଳାବାସୀ ମାନେ ବସିଛନ୍ତି, କେମିତି ରାତି ପାହିବ, ରାମ ସୀତାଙ୍କର ବାହାଘର ହେଇଯିବ, ଆମେ ଟିକେ ମୁଣ୍ଡିଆ ମାରୁଛୁ। ରାତି ଯାକ ବସିକି ଖାଲି ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ମହାମନ୍ତ୍ର ଜପୁଛନ୍ତି। ଶିବଧନୁ ରାମ ଭାଙ୍ଗନ୍ତୁ ଓମ୍ ନମଃ ଶିବାୟ, ଶିବଧନୁ ରାମ ଭାଙ୍ଗନ୍ତୁ ଓମ୍ ନମଃ ଶିବାୟ। ଖାଲି ଏ ମନ୍ତ୍ରକୁ ଦିନ ରାତି ସାରା ସମସ୍ତେ ଜପରେ ଲାଗିଛନ୍ତି। ତ ସୁଧୀ ସଜନ ମଣ୍ଡଳୀ, ସମସ୍ତଙ୍କର ପ୍ରାର୍ଥନା ଭଗବାନଙ୍କ ମନକୁ ବାଜିଲା। କହିଲେ ଆଚ୍ଛା ତାଙ୍କ ଭେଟ ପାଇଁ ଆମେ ଦେବତାମାନେ ଉପରେ ଅପେକ୍ଷା କରୁଛୁ, ମିଥିଳାର ନରନାରୀ ମାନେ ଆଉ ରାତିରେ ଶୋଉନାହାନ୍ତି, କେମିତି ତାଙ୍କ ବାହାଘରଟା ହେଇଯାଉ। ଜନକ ରାଜା ବି ମନେ ମନେ ଭାବୁଛନ୍ତି, ରାମ ଖାଲି ଧନୁ ଟିକେ ଟେକି ଦଉ, ମୁଁ ରାମକୁ ଏ ସୀତାକୁ ଦେଇଦେବି। ତ ସମସ୍ତଙ୍କ ମନରେ ରାମକୁ ସୀତାଙ୍କୁ ଦେବା ପାଇଁ ମନ ହେଇଗଲାଣି। ସକାଳ ପାଇବ, ରାତି ପାଇଗଲା, ଗୌରୀ ମାଙ୍କୁ ପୂଜା କରିବାକୁ ସୀତା ମା ଯିବେ। କିଏ ନେଇକି ଯାଇଛନ୍ତି? ସଖୀ ଚାରୁଶୀଳା ନେଇକି ଯାଇଛନ୍ତି। ଏପଟେ ରାମଭଦ୍ର ସରକାର ମଧ୍ୟ ଗୁରୁଙ୍କ ଆଦେଶରେ ପୁଷ୍ପ ତୋଳିବା ପାଇଁ ଯାଇଛନ୍ତି। ତ ସୁଧୀ ସଜନ ମଣ୍ଡଳୀ, ଆସନ୍ତାକାଲି ସମସ୍ତେ ଦେଖି ଦେଇଥିଲେ, ଯେଉଁ ଗତକାଲି ରାତିରେ ମିଥିଳାର ସମସ୍ତେ ଦେଖିଲେ, କେବଳ ଫୁଲ ବଗିଚାରେ ଜଗିଥିବା ମାଳି ଦେଖିନଥିଲା। ଫୁଲ ବଗିଚାଟି ଜଗିଥିଲା। ଆଜି ମାଳି ମନେ ମନେ ଭାବୁଛି, ପ୍ରଭୁ ମୁଁ ଆଜି ଏଠି କାମ କରୁଛି ବୋଲି ତମକୁ ଦେଖିପାରିଲି ନାହିଁ। ସମସ୍ତେ ଦେଖିଲେ, ସମସ୍ତେ କହୁଛନ୍ତି ରାମ ରାମ, କିଏ ଜଣେ ଅଯୋଧ୍ୟାରୁ ରାଜକୁମାର ଆସିଛନ୍ତି। ମୁଁ ଟିକିଏ ବି ଦର୍ଶନ କରିପାରିବିନି, ଧନୁଯଜ୍ଞ ସରିଯିବ, ସମସ୍ତେ ପଳେଇଯିବେ, ମୁଁ ଏ ପୁଷ୍ପ ବାଟିକା ଛାଡ଼ିକି ଯାଇପାରିବି ନାହିଁ, ମୁଁ ଟିକେ ଦେଖିପାରିବିନି। ଭଗବାନ ସେତିକି ବେଳେ ଆସି କହୁଛନ୍ତି, ମାଳି ଭାଇ ଫୁଲ ଯୋଡ଼େ ଦେବ। ତ ସୁଧୀ ସଜନ ମାଳି କହିଲା, ମୁଁ କେଡ଼େ ଭାଗ୍ୟବାନ, ମୁଁ ଯାହାକୁ ଦେଖିବି ବୋଲି ଭାବୁଥିଲି ସେ ମୋତେ ଆସିକି ଫୁଲ ମାଗୁଛନ୍ତି। କହିଲା ଯାହା ଇଚ୍ଛା ତମେ ତୋଳି ନେଇଯାଅ, ମୁଁ ଏ ବନ ଛାଡ଼ିକି ଏଇଠି ବସିଛି ତମକୁ ଅନେଇକି। ଭଗବାନ ଫୁଲ ତୋଳୁଛନ୍ତି, ପୁଷ୍ପ ବାଟିକାରେ ଅପୂର୍ବ ସୁନ୍ଦର ଭାବରେ ମା ଜାନକୀ ମହାରାଣୀ ସଖୀମାନଙ୍କ ସହିତ ଗୌରୀ ମାଙ୍କର ପୂଜା କରିବା ପାଇଁ ଆସିଛନ୍ତି। ଗୋଟିଏ ହେଉଛି ରାମାୟଣର ଜନକଙ୍କର ପୁଷ୍ପ ବାଟିକା, ଗୋଟିଏ ହେଉଛି ରାବଣର ଅଶୋକ ବାଟିକା। ତ ସୁଧୀ ସଜନ ମଣ୍ଡଳୀ, ଜନକ ଯେଉଁ ସୀତାଙ୍କର ବାପା, ସେ ସୀତାଙ୍କର ବାପା ବି ରାବଣ। ଗୋଟେ ବାପା ହାରେ ଅଶୋକ ବାଟିକା, ଗୋଟେ ବାପା ହାରେ ପୁଷ୍ପ ବାଟିକା। ଏ ଦି ବାଟିକାରେ ହନୁମାନ ହିଁ ରାମ ସୀତାଙ୍କୁ ଭେଟ କରେଇଛନ୍ତି। ଅଶୋକ ବାଟିକାରେ ଯିଏ ଭେଟ କରେଇଛି, ପୁଷ୍ପ ବାଟିକାରେ ସିଏ ଭେଟ କରେଇଛନ୍ତି। ତ
तो सुधी सज्जन मंडली एवं चारुशिला सखी मन मन बाड़ी की पचारे हरे बापा ये बगीचा को आउ किए आसती ना जहाँ को काली समस्त मुंडिया मारे राम से राम ये कहले भल है ये भेट करदेवा काली भल की भेट हो पारे आज भेट करदेवा सखी माँ सीता ठाकुराणी गौरी माँ पूजा करुले यही समय गौरी माँ पूजा समय गौरी कौन कले ना पार्वती को मूर्ति टी हसिले कहीं हसिले ना जिते बड़े पार्वती शिव को स्वामी रूप में पाइबापी तपस्या करुले लक्ष्मी से मुर्गी को आसते देख जोगी बरटा बाहर एत तपस्या करके पतर खाई बही पार्वती कौन खाते पतर शुखिला पतर खाई तप करुले से पार्वती मन मन भाविले तुम तो राम को बाहा बोली मो पाखे से मुंडिया मरुच मुझे तुम मुंडिया मारे जाइए मु तो शिव को पतर खाई डाकुली शिव को स्वामी रूप पाइबी तेणु पार्वती भी टी मुर्गी हसीदे मूर्ति हसीदे से बेले आउ जड़े सखी कहले चल जो राम लक्ष्मण काली बुलूले मिथिला वन में आज से राम लक्ष्मण यही वन भितर बुलूं आम ये वन भितर देखीदे टे पुष्प तोड़ुं आम टे देखा दिया सखी की भिड़ी नहीं गले चारुशिला लता तम सखी न दिखाए गोटे छोटिया कणा भितर जो देखिए गोटे लोक दूर को बहुत जोर देखा तेणु लता ढाल भितर गोटे गोरु आखि भाई छोटिया कणा करके से कणा बाटे राम को देख बोली सीता को कहते ये कणा बाटे देख लता ढाल भितर लुचिकी था सीता माँ धाई गला आगे पाउंजी शब्दटा बाजिला राम कहले लक्ष्मण रे एपटे किए गोटे पाउंजी बजे गला कहला भाई ना आमर किए दरकार किए पाउंजी बजाऊ कि जहाँ बजाऊ आम कौन पाउंजी शब्द शुणा पाइचे आम फुल तोड़िकी जी आम कम आम आइचे आम एमती क्या पाउंजी बाजिला आमर कौन जाए ना नाई ये पाउंजी शब्दटा मत कहीं विचलित कर भाई ना रघुवंशी विचलित है भल नुह तेणु आम रघुकुल रीति सदा चली आई आम रघुवंशर पुओ गुरु सागर आइते क्या पाउंजी शब्द शुणुनि कान को बंद करदे फुल तोड़िकी चल रामचंद्र मन मन भाविले नाई नाई मुझे देखिकी जी किए से पाउंजी मो पछाड़े बजे देकरी गला बोली तो प्रभु मर्यादा पुरुषोत्तम निजे लुचि पड़े सीता माँ जहाँ टे देखुले भाविले कुआड़े गले बोली लता ओढ़ुआलू बाहर को पड़े आए जो लता ओढ़ुआलू सीता बाहर को पड़े आए राम भी सामने ठिया गले राम सीता सामना सामनी हो गले कहले धन्य 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 सखी चारुशिला राम सीता भेट बोलो मझे लता ना कि आगुआ ना कि गच ना राम आगे सीता ठिया यही समय समस्त देवता मैंने चकित हो चार सब सखी मैंने यार पलि आसे राम को सीता देखुं सीता को राम देखुं ये कौन है ना राम मन मन भाविले जदि के बाहरी ये झील को बाहर या छाड़ा मैं क्या बाहरी ना मर्यादा पुरुषोत्तम रामचंद्र सीता को देखला मन मन कौन भाविले मुझे बाहरी सीता कहले मुझे बाहरी केवल या स्वामी रूप में मो आंक छड़ा क्या पति रूप वर्ण करेंगे ना यहाँ को कौन कहते दर्शन विवाह देखिकी जी जहाँ देखला से पसंद कला ना ना बापा को पचार ना माँ को पचार ना गुरु को पचार ना क्या पचार पचारि ना जो राम पाद देखिए बोली खोजुले सीता को से सीता को देखीदेला बाहर मन मन भाविना सीता राम को देखिए बोली हाँ केमिया गोटे पुटा ये देखिए बोली भाविकी सी कहला आँखी बाहर तेणु या कहती दर्शन विवाह राम सीता बापा माँ किए जानते किंतु सीता गौरी पाखे कौन वर मागुंट मु जन्म जन्म रामकर
ଦାସୀ ହେବି, ରାମକୁ ହିଁ ସ୍ୱାମୀ ରୂପରେ ମୁଁ ବରଣ କଲି ବୋଲି ବର ମାଗିଲେ। ତାଙ୍କ ବାପା ସିଆଡ଼େ କ'ଣ କରୁଛନ୍ତି, ଯିଏ ଶିବଧନୁ ଭାଙ୍ଗିବ ସିଏ ବାହା ହବ। ସୀତା ଇଆଡ଼େ ମୁଣ୍ଡିଆ ମାରୁଛନ୍ତି ମୁଁ ରାମକୁ ବାହାବି। ରାମଙ୍କର ବାପା ଜାଣିନାହାନ୍ତି ମୋ ପୁଅ ଶିବଧନୁ ଭାଙ୍ଗିବାକୁ ଯାଇଛି ବୋଲି, ସେ ଜାଣିଛନ୍ତି ଯଜ୍ଞ ରକ୍ଷା କରିବାକୁ। ଇଏ ଇଆଡ଼େ ଶିବଧନୁ ଭାଙ୍ଗିକି ଭଙ୍ଗା ନ ହଉଣୁ କହୁଛନ୍ତି ଯେ ମୁଁ ସୀତାଙ୍କୁ ବାହାବି। ତ ପ୍ରଥମ ବିବାହ ରାମଙ୍କର କୋଉଠି ହେଲା? ପୁଷ୍ପ ବାଟିକାରେ ଦର୍ଶନ ବିବାହ, ଯାହାକୁ କୁହନ୍ତି ଇଏ କ'ଣ କଲେ, ଇଏ ହିଁ କେବଳ ମୋର ସ୍ତ୍ରୀ ହେବେ, ସିଏ କହୁଛନ୍ତି ଇଏ ହିଁ କେବଳ ମୋର ସ୍ୱାମୀ ହେବେ। ಯಾಕೆ ମାନସିକ ଦର୍ଶନ ବିବାହ, ମନ ମନେ ପତି ପତ୍ନୀ। ଆଜିକାଲି ପିଲାମାନେ ମନ ମନେ ସବୁ ପସନ୍ଦ କରୁଛନ୍ତି ନା ନାଇଁ କରୁନାହାନ୍ତି? ଯେଉଁ ବାହାର ରାମ ଫାଷ୍ଟ କରିଦେଲେ ସେ ବାହାର ବି ଆଜିକାଲି ଚାଲିଛି। ତ ସେକେଣ୍ଡ ବାହାର କ'ଣ? ଫାଷ୍ଟ ବାହାର ରାମଙ୍କର ଦର୍ଶନ ବିବାହ, ସେକେଣ୍ଡ ବାହାର ହେଉଛି ପଣ ବିବାହ। ଜନକ ରାଜା ପଣ ରଖିଛନ୍ତି, ଯିଏ ଶିବଧନୁ ଭାଙ୍ଗିବ ସେ ମୋ ଝିଅକୁ ବାହାବ। ତ୍ରିଭୁବନ ଇଏ ତ୍ରିଭୁବନ ଜୟ ସମେତ ବହି ଦେଇ ବିନହି ବିଚାର ବଳେଇ ହଟି ସେହି। ପୂର୍ବ କାଳରେ ସବୁ ପୁଅର ବାପା ମାନେ ପଣ ରଖୁନଥିଲେ, ଝିଅର ବାପା ପଣ ରଖୁଥିଲେ। ମିଥିଳା ନରେଶ ପଣ ରଖିଛନ୍ତି, ଶିବଧନୁ ଭାଙ୍ଗିଲେ ମୋ ଝିଅ ବାହା ହେବ। ଦ୍ରୁପଦ ରାଜା ପଣ ରଖିଥିଲେ, ଯିଏ ଲାକ୍ଷ ଯୁଦ୍ଧ କରିବ ସିଏ ମୋ ଝିଅ ଦ୍ରୌପଦୀକି ବିବାହ କରିବ। କଳିଯୁଗରେ ଓଲଟା ହେଇଗଲା, ପୁଅର ବାପା ପଣ ରଖିଲେ ଏତିକି ଟଙ୍କା ଯୌତୁକ দিয়ে ଦେଇପାରିବ, ତା ଝିଅ ମୋ ଘରକୁ ବୋହୂ ହେଇକିରି ଆସିବ। କିନ୍ତୁ ପଣ ବିବାହଟା ଅଛି ନା ନାହିଁ? ଇଏ ହେଲା 2 ନମ୍ବର ବିବାହ। 3 ନମ୍ବର ବିବାହ କ'ଣ ନା ଗାନ୍ଧର୍ବ ବିବାହ। ବରଣମାଳା ପଡ଼ିବ ଶିବଧନୁ ଭାଙ୍ଗିଗଲା ପରେ, କେଉଁ ମାଳା? ବରଣମାଳା ପଡ଼ିବ, ସେଇଟା ହେଉଛି ଫୁଲମାଳା ପକାଇବା ପକେଇ। ରାମଙ୍କର ବାପା ସେଠି ଥିଲେ କି ଫୁଲମାଳା ପକେଇଲା ବେଳେ? କିଏ ରାମ ପଚାରିବା କଥା ନା, ବାପା ମୁଁ ବାହା ହେଉଛି ବୋଲି ପଚାରିଛନ୍ତି, ମର୍ଯ୍ୟାଦା ପୁରୁଷ ପଚାରିଛନ୍ତି କି? କିନ୍ତୁ ଫୁଲମାଳା ପିନ୍ଧିଛନ୍ତି ନା ପିନ୍ଧି ନାହାନ୍ତି? ପିନ୍ଧି ଦେଇଛନ୍ତି। ବାପା ମା ଘର ଜ୍ଞାତି କୁଟୁମ୍ବ କିଏ ଜାଣି ନାହାନ୍ତି। ଆଜିକାଲି ପୁଅ ପିଲାମାନେ ଝିଅ ପିଲାମାନେ ଜ୍ଞାତି କୁଟୁମ୍ବ କିଏ ଜାଣୁ ନ ଜାଣୁ ଫୁଲମାଳା ପକେଇକି ବାହାରିଯିବା, ତାକୁ କୁହନ୍ତି ଗାନ୍ଧର୍ବ ବିବାହ। ପ୍ରଥମେ ହେଲା ଦର୍ଶନ ବିବାହ, ଦ୍ୱିତୀୟରେ ହେଲା ପଣ ବିବାହ, ତୃତୀୟରେ ହେଲା ଗାନ୍ଧର୍ବ ବିବାହ। ତାପରେ କେଉଁ ବିବାହ ନା ବୈଦିକ ରୀତିରେ ବେଦୀ ଉପରେ ବାହା ହେବ। ତ ଗାନ୍ଧର୍ବ ବିବାହ କଲେ ଫଳ କ'ଣ ପାଇବା, ଦର୍ଶନ ବିବାହ କଲେ ଫଳ କ'ଣ ପାଇବା, ଏବଂ ପଣ ବିବାହ କଲେ ଫଳ କ'ଣ ପାଇବା? ଏ ଫଳ ଯାହା ରାମ ପାଇଛନ୍ତି ଆମେ ସେଇଆ ପାଇବା। ରାମ କ'ଣ କ'ଣ ପାଇଛନ୍ତି ପ୍ରସଙ୍ଗ ଆଗକୁ ନେବା, ବୁଝି ବୁଝି ଯିବା। ଯେ ଦର୍ଶନ ବିବାହ ଏପଟେ ସରିଲା, ପ୍ରଥମେ ଦର୍ଶନ ବିବାହ କରିଦେଲେ। ଦର୍ଶନ ବିବାହ କରିଦେଲା ପରେ ଆଗରେ ଯେଉଁ ବାଧା ବିଘ୍ନ ଅଛି ସେ ତାକୁ କାଟିବାକୁ ପଡ଼ିବ ନା ପଡ଼ିବନି? ପଡ଼ିବ। ତେଣୁ ଯେଉଁମାନେ ସବୁ ଦେଖିକିରି ମନେ ମନେ ପସନ୍ଦ କରୁଛନ୍ତି ସେ ଭାବନ୍ତି ଯେ ଆପଣ ସହଜରେ ବାହାରି ପଡ଼ିବେ। ରାମ ସହଜରେ ବାହାରି ପଡ଼ିଛନ୍ତି? ସହଜରେ ବାହାରି ନାହାନ୍ତି। ଯିଏ ଦେଖିକି ପସନ୍ଦ କଲେ ତାଙ୍କୁ ବି କେତେ ବାଧା ବିଘ୍ନ, କେଉଁଠି କେମିତି ଛପି ଲୁଚିକିରି କେମିତି କ'ଣ କରିକିରି କଳ ବଳ କୌଶଳ ଖର୍ଚ୍ଚ କରିକି କେମିତି ଆମେ ବାହା ହେବା ବୋଲି ଚିନ୍ତା କରିବେ। ରାମ ସିନା କହିଦେଲେ, ସୀତା ସିନା କହିଦେଲେ, ମନ ଭିତରେ ଶଙ୍କା ଅଛି, ଆରେ ମୁଁ ସିନା କହିଦେଲି ଆକୁ ବାହା ହେବି, କେମିତି ବାହା ହେବି, କ'ଣ କରିବି, କେମିତି ଘରେ କହିବି, କାହାକୁ କହିବି, କାହାକୁ କହିପାରିବୁ ନଥିଲେ। ତେଣୁ ଆଜି ପୁଷ୍ପ ବାଟିକାରୁ ସଖୀ ଚାରୁଶୀଳା ସୀତାଙ୍କୁ ନେଇକି ଗଲେ। ରାମ ଲକ୍ଷ୍ମଣ 2 ଭାଇ ସାଙ୍ଗ ହେଇକିରି ଗୁରୁଙ୍କ ପାଖକୁ ଗଲେ। ଯେତେବେଳେ ଗୁରୁଙ୍କ ପାଖକୁ ଗଲେ, ରାମଙ୍କର ମନ କେଉଁଠି, କେମିତି ମୁଁ ଟିକେ ସୀତାଙ୍କୁ ବାହା ହେବି, କେମିତି ବାହା ହେବି? କ'ଣ ତ ଶିବଧନୁ ଅଛି ମଝିରେ, କିଏ ଯଦି ଭାଙ୍ଗିଦେବ ସୀତାଙ୍କୁ ନେଇ ପଳେଇବ। ମୁଁ ସିନା ଭାଙ୍ଗିଲେ, ମୋ ପାଳି ପଇଲେ ଭାଙ୍ଗିଲେ ସିନା ମୁଁ ସୀତାଙ୍କୁ ବାହା ହେବି, ଯଦି କିଏ ଆଗ ଭାଙ୍ଗିଦେଲା ସେ ସୀତାଙ୍କୁ ନେଇ ପଳେଇବ। ତେଣୁ ଏ ଭୟ ମନରେ ରହୁଛି। ସୀତା ମନେ ମନେ ଭାବୁଛନ୍ତି ଶିବଧନୁ ନ ଭାଙ୍ଗୁ, ମୁଁ କାହାକୁ ନ ଭାଙ୍ଗି, ମୁଁ ଯଦି ବାହାବି କେବଳ ରାମକୁ ବିବାହ କରିବି। ଏ ମନବାଞ୍ଛା ନେଇକି ଯେ ଯାହା କରିବି ଯିଏ ପ୍ରବେଶ କଲେ। ଏବେ ଶିବଧନୁ ଯଜ୍ଞ ଆରମ୍ଭ ହେବ। ଯେତେବେଳେ ଆରମ୍ଭ ହେଇଯିବ ସମସ୍ତ ରାଜାମାନେ ଆସିବେ, ସବୁ ରାଜାମାନେ ବସି ପଡ଼ିବେ। ସମସ୍ତଙ୍କ ପଛରେ ବିଶ୍ୱାମିତ୍ର ରାମ ଲକ୍ଷ୍ମଣଙ୍କୁ ନେଇକି ଆସିବେ। ଯେଉଁ ରାଜାମାନେ ସବୁ ବସିଥିଲେ ସମସ୍ତେ ଉଠିକି ମୁଣ୍ଡିଆ ମାରିଲେ। ତେଣୁ ବିଶ୍ୱାମିତ୍ର ସବୁବେଳେ ଟିକେ ବୁଦ୍ଧିମାନ କାମ କରନ୍ତି, ରାମକୁ ଅପମାନ ନହେଲା ଭଳି ସବୁ କାମ କରନ୍ତି। ସବୁ ମଞ୍ଚନତେ ମଞ୍ଚ ଏକ ସୁନ୍ଦର ବିଶଦ ବିଶାଳ, ଗୁରୁ ସମେତ 2 ଭାଇ ବୈଠେରେ ମହିପାଳ। ସବୁ ମହିପାଳଙ୍କୁ କହୁଛନ୍ତି ବନ୍ଦୀମାନେ ଗୁରୁଙ୍କ ସହିତ ଯାଇକି ରାମ ଲକ୍ଷ୍ମଣ ସବୁ ମଞ୍ଚ ଠାରୁ ବଡ଼ ମଞ୍ଚ ଉପରେ ବସିଲେ। ଯେତେବେଳେ ବସି ପଡ଼ିଲେ ବନ୍ଦୀମାନେ ବୋଲିଲେ, କହିଲେ ନୃପ ଭୁଜ ବଳ ବିଧୁ ଶିବ ଧନୁ ରାହୁ, ନୃପ ଭୁଜ ବଳ ବିଧୁ ଶିବ ଧନୁ ରାହୁ, ଗରିୟ କଠୋର ବିଦିତ ସବକାରକୁ, ଶ୍ରୀରାମ ଜୟ ରାମ।
ତାଙ୍କର ସେମାନେ ପ୍ରଥମେ କ'ଣ କହିଲେ? ନୃପ ଭୁଜ ବଲ ବିଧୁ। ବିଧୁ କହିଲେ ଚନ୍ଦ୍ର। ସବୁ ରାଜାମାନଙ୍କର ବାହୁବଳ ଯଦି ଚନ୍ଦ୍ର ସହିତ ସମାନ ହେଲା, ଶିବଧନୁ ହେଉଛି ରାହୁ, ସେ ଚନ୍ଦ୍ରଙ୍କୁ ସବୁ ଗ୍ରାସ କରି ଯିବ। ତ ସୁଧୀ ସଜ୍ଜନ ମଣ୍ଡଳୀ, ସିଏ କହି ବନ୍ଦୀମାନେ ଏ କଥାଟା କହିଦେଇ ଯିବା ପରେ ସେମାନେ ରାମକୁ ଗୋଟିଏ ନମସ୍କାର କଲେ, ମୁଣ୍ଡିଆ ମାରିଲେ, ରାମ ହିଁ ଶିବଧନୁ ଭାଙ୍ଗେ। ବନ୍ଦୀମାନେ ବି ଚାହୁଁଛନ୍ତି ରାମ ଶିବଧନୁ ଭାଙ୍ଗିକି ସୀତାଙ୍କୁ ବିବାହ କରୁ। ବନ୍ଦୀମାନେ ଚାଲିଗଲେ, ଜଣ ଜଣ ହେଇକି ରାଜାମାନେ ଆସିଲେ। ଧନୁକୁ କେହି ଛୁଇଁଲେ ସିନା ହଲେଇ ପାରିଲେ ନାହିଁ। ରାବଣ ବାଣ ମହାଭଟ ବାହାରେ ଗୟୁ ସରାସନ ଦେଖି ସିଧାରେ। ରାବଣ ମଧ୍ୟ ଆସିଥିଲା, ବାଣାସୁର ଆସିଥିଲା, ମହାଭଟ ଆସିଥିଲା, ଏମାନେ କିଏ ଆଉ ହଲେଇ ପାରିଲେ ନାହିଁ, ଭୟରେ ପଳେଇଗଲେ। ଶେଷରେ ସବୁ ରାଜାମାନେ ମନେ ମନେ ଚିନ୍ତା କଲେ, ଆମେ ସମସ୍ତେ ମିଶିକିରି ଧନଟାକୁ ଟେକିକିରି ଭାଙ୍ଗିଦେବା, ତାପରେ ବାଡ଼ିଆ ପିଟା ହେବ। ବାଡ଼ିଆ ପିଟାରେ ଯିଏ ବଞ୍ଚିବ ସିଏ ସୀତାକୁ ବାହା ହେବ। ତେଣୁ ଭୂପ ସହସ ଦଶ ଏ କହିବାରା ଲଗେ ଉଠା ବନ କରହିନ ଚାରା। ଭୂପ ସହସ ଦଶ ଏ କହିବାରା ଲଗେ ଉଠା ବନ କରହିନ ଚାରା। କହିଲେ ଭୂପ ସହସ ଦଶ, ସହସ ଦଶ ଅର୍ଥାତ 10,000 ରାଜା ଏକାବେଳକେ ମିଶିକି ଧନକୁ ଉଠେଇଲେ। ଆଚ୍ଛା, 10,000 ରାଜା ଯଦି ଧନଟାକୁ ଏକାବେଳକେ ମିଶିକି ଉଠେଇବେ, ସେ ଧନଟା କେଡ଼େ ବଡ଼ ହେଇଯାଉଛି? ଆମର ଏଠି 200-300 ଲୋକ ବି ବସିନଥିବେ, ଏତକ ଜାଗା ମାରି ବସିଛନ୍ତି। 10,000 ରାଜା ଧନଟାକୁ ଧରିଲେ, ସେ ଧନଟା ଏଠି କେତେ ଲମ୍ବା ହେଇଥିଲା? କେତେ ଲମ୍ବା ହେଇଥିଲା ଯେ ଗୋସ୍ୱାମୀ କହୁଛନ୍ତି ଭୂପ ସହସ ଦଶ ଏ କହିବାରା, ଗୋଟିଏ ଥରକେ ଲଗେଇ ଉଠାବନ କରହିନ ଚାରା। ତାହେଲେ ସେ ଧନଟାକୁ କେମିତି ଧରିଲେ? ଇଏ ଧନଟା ପ୍ରକୃତରେ କୋଉଠୁ ଆଇଲା, କେମିତି ତିଆରି ହେଲା? ନା ଦିନେ ଦେବତାମାନେ ଚିନ୍ତା କଲେ, ଶିବଙ୍କର ଅଧିକ ବଳ ନା ବିଷ୍ଣୁଙ୍କର ଅଧିକ ବଳ, କାହାର ଅଧିକ ବଳ ପରୀକ୍ଷା କରିବା। କାହାର ଅଧିକ ବଳ ପରୀକ୍ଷା କରିବା ବୋଲି କହିଲା ବେଳକୁ କହିଲେ, ଶିବଙ୍କ ପାଇଁ ଗୋଟେ ଧନୁ ତିଆରି କରିବାକୁ ପଡ଼ିବ, ତ୍ରିପୁରାସୁରକୁ ବଧ କରିବେ। ଯେଉଁ ଶିବଙ୍କ ପାଇଁ ଧନୁ ପ୍ରଥମେ ତିଆରି କରିବେ ବୋଲି ଚିନ୍ତା କଲେ, ତ୍ରିପୁରାସୁରକୁ ମାରିବା ପାଇଁ। ସେ ଧନୁ ଏମିତି ସେମିତି ଧନୁ ହେଇପାରିବନି। ବ୍ରହ୍ମା ଗୋଟେ ସ୍ୱତନ୍ତ୍ର ଯଜ୍ଞ କଲେ, ଯେଉଁ ଯଜ୍ଞରେ ଧନୁ ନିର୍ମାଣ ପାଇଁ ଗୋଟେ ବାଉଁଶଟେ ଉତ୍ପତ୍ତି ହେବ। ବ୍ରହ୍ମା ଯଜ୍ଞ କରି ଗୋଟେ ବାଉଁଶ ଉତ୍ପତ୍ତି କଲେ, ଯେଉଁଥିରେ 37 ପବର ଗୋଟେ ବାଉଁଶ ବାହାରିଲା। କେତେ ପବ? 37 ପବ। 37 ପବର ଯେଉଁ ବାଉଁଶ ଗଛଟିଏ ବାହାରିଲା, ସେ ବାଉଁଶକୁ ନେଲେ ବ୍ରହ୍ମା, ତାକୁ ବିଶ୍ୱକର୍ମାକୁ ଡାକିଲେ, ଏଥିରେ ଧନୁ ନିର୍ମାଣ କରିବା। ବିଶ୍ୱକର୍ମା ବହୁତ ଚିନ୍ତା କରିବା ପରେ ପ୍ରଥମେ 11 ପବ ତା ଦେହରୁ କାଟିଲେ। 37ରୁ କେତେ କଟିଲା? 11 କଟା ହେଇଗଲା। 11 ପବ କାଟିକି ଗୋଟିଏ ଧନୁ ନିର୍ମାଣ କଲେ, ଯାହାର ନାମ ଦିଆହେଲା ପିନାକ ଧନୁ, ଯାହାକୁ ଶଙ୍କର ଭଗବାନ ଧରିଥିଲେ, ତ୍ରିପୁରାସୁରକୁ ବଦ୍ଧ କରିଥିଲେ। ଏବଂ ବିଷ୍ଣୁଙ୍କର ଶିବଙ୍କର ବଳ ପରୀକ୍ଷା ବେଳେ ଭଗବାନ ବିଷ୍ଣୁ କହିଲେ, ଦେଖି ତମ ଧନଟା କେମିତି ତ୍ରିପୁରାସୁରକୁ ମାରିଥିଲେ, ସେ ଧନଟା ଟିକେ ମୋତେ ଦେଖା ବୋଲି କହିଲା ବେଳକୁ ଏମିତି ଭିଡ଼ି ଦେଲା ବେଳକୁ ଗୁଣଟା ଟଙ୍କାର କରିକି ଧନଟାକୁ ଫଟେଇଥିଲେ। ଶିବଙ୍କ ଧନୁ ଯେଉଁ ପିନାକ ଧନୁ, କିଏ ଫଟେଇଛନ୍ତି? ବିଷ୍ଣୁ ଫଟେଇଛନ୍ତି। ମଝିରୁ ଦୁଇ ଖଣ୍ଡ ହେଇକି ଫାଟି ଯାଇଛି। ଶିବ କହିଲେ, ଇଏ ଫଟା ଧନଟା ମୁଁ କ'ଣ କରିବି? ପରଶୁରାମକୁ ଦେଇଦେଲେ। ପରଶୁରାମ ତାକୁ ନେଇକି ଜନକଙ୍କୁ ଦେଇଦେଲେ। ତ ଜନକ ରାଜା ନେଇଗଲା ପରେ ସେ ଫଟା ଧନଟାକୁ କ'ଣ କଲେ? ଫଟା ଧନୁ ଆଉ କିଏ ଧରିପାରିବେ କି? ଖାଲି ଗୁରୁଙ୍କ ଧନୁ ବୋଲି ଗୋଟେ ସମ୍ମାନ ଦେଇ ରଖିବା କଥା। ଫଟା ଜାଗାଟାକୁ ଦେଖି ଦେଖି ସୀତାଙ୍କୁ ଭଲ ଲାଗିଲାନି, ସେଠି ଚନ୍ଦନ ମାରି ମାରି ସମାନ କରିଦେଇଛନ୍ତି। ସେ ଫଟା ଜାଗାକୁ କାହାକୁ ଦେଖା ଯାଉନି, ସେଠି ଚନ୍ଦନ ମାରି ଦେଇଛନ୍ତି। ଯେଉଁ ରାଜାମାନେ ଆସୁଛନ୍ତି ସେ ଫଟା ଜାଗାକୁ କିଏ ଧରୁନାହାନ୍ତି। ଏଇଠି ଚନ୍ଦନ ମରା ହେଇକି ପୂଜା ହେଇକି ସମସ୍ତେ ଅନ୍ୟ ଆଲୋଚନା ଧରୁଛନ୍ତି, ସେଇ ଜାଗାଟାକୁ କିଏ ଧରୁନାହାନ୍ତି। ସୀତା ଜାଣିଛନ୍ତି ଭାଙ୍ଗିଛି ଏଇ ଜାଗା, ଏଇଠି ଧରିଲେ ଶିବଧନୁଟା ଭାଙ୍ଗିବ। କେଉଁ ଜାଗା ରାଜା କେବେ ସେଇଠିକି ଧରୁନାହାନ୍ତି, ଚନ୍ଦନ ସିନ୍ଦୁର ଲଗେଇଛି ସେଠି, ତେଣୁ ସେଠିକି କିଏ ଛୁଉଁନାହାନ୍ତି ଭୟରେ। ଇଏ ଗଲା 11 ପବର ଧନୁ। ତାପରେ ବଳକାରୁ ବହୁତ ବିଚାର ପରେ 9 ପବରେ ଆଉ ଗୋଟେ ଧନୁ ନିର୍ମାଣ କଲେ, ଯାହାର ନାମ ଦେଲେ ସାରଙ୍ଗ। ସାରଙ୍ଗ ଧନୁ କାହାକୁ ଦେଲେ? ନା ଯେଉଁଥିରେ 7 ରଙ୍ଗ ଇନ୍ଦ୍ର ଧନୁ ପଡ଼ୁଛି, 7 ରଙ୍ଗରେ ଦେଲେ, ଇନ୍ଦ୍ରଙ୍କୁ ଦେଲେ। ଇନ୍ଦ୍ର ଧରିଲେ 9 ପବର ଧନୁ, ଶିବ ଧରିଲେ 11 ପବର ଧନୁ। 37ରୁ 11 9 ପଳେଇଲା, କେତେ ହେଇଗଲା? 11 9 ପଳେଇଲେ କେତେ ପଳେଇଲା? 20 ପଳେଇଲା। 20 ପଳେଇଲା, ଆଉ ରହିଲା 17। 17ରୁ 7 ପବର ନେଇଗଲେ ଆଉ ଗୋଟେ ଧନୁ ନିର୍ମାଣ କଲେ, ଯାହାର ନାମ ଦେଲେ ଅଜଗବ, ଯାହାକୁ ଧରିଥିଲେ ପରଶୁରାମ, ପୃଥିବୀକି 21 ବାର ନିକ୍ଷେତ୍ରୀୟ କଲେ। ବଳକା ରହିଲା 10 ପବ। ବହୁତ ବିଚାର ପରେ ଆଉ ଗୋଟିଏ ଧନୁ 5 ପବରେ ନିର୍ମାଣ କଲେ, ଯାହାର ନାମ ଦିଆହେଲା କୋଦଣ୍ଡ, ଯାହାକୁ ଧରିଥିଲେ ପ୍ରଭୁ ରାମଚନ୍ଦ୍ର। ବଳି ପଡ଼ିଲା 5 ପବ। ଆଉ ଥରେ ଚିନ୍ତା କଲେ ଆଉ ଗୋଟେ ଧନୁ ଦରକାର ପଡ଼ିବ, କହିଲେ 5 ପବରୁ 3 ପବ କାଟିଦେବା, 4 ପବର ଧନୁ ହୁଏନି, ସବୁ ଅଛିନ୍ନରେ ଯିବ, ଛିଣ୍ଡିଗଲେ ହେବ ନାହିଁ।
ତିନି ପବନ ନେଇ ଆଉ ଗୋଟେ ଧନୁ ନିର୍ମାଣ କଲେ ନାମ ଦେଲେ ଗାଣ୍ଡିବ। ଗାଣ୍ଡିବ କିଏ ଧରିଥିଲେ? ମହାଭାରତ ଯୁଦ୍ଧ ପାଇଁ। ଆଉ କେତେ ପବ ବଳିଲା ନା ବଳକା ବଳିଗଲା 2 ପବ। 5ରୁ 3 ପଳେଇଛି 37 ପବରେ କେତେଟା ଧନୁ ନିର୍ମାଣ କରାଗଲା? ଗୋଟିଏ ପିନାକ, 2ରେ ସାରଙ୍ଗ, 3ରେ ଅଜଗବ, 4ରେ କୋଦଣ୍ଡ, 5ରେ ଗାଣ୍ଡିବ। ବଳକା 2 ପବକୁ ମନେ ମନେ ଚିନ୍ତା କଲେ ଏଥର ଆଉ ଧନୁ ହେଇପାରିବ ନାହିଁ, କାରଣ ଇଏ ଅଛିଣ୍ଡିଆ ହେଉନି, ଛିଣ୍ଡା ହେଉଛି। 1 ପବ ତା ଦେହରୁ ନେଲେ ଧନୁ ହେଇପାରିବ ନାହିଁ। 2 ପବରେ ଗୋଟେ ସୁନ୍ଦର ମୋହନ ମୁରଲୀ ବଂଶୀଟିଏ ନିର୍ମାଣ କଲେ, ଯେଉଁଥିରେ 7ଟି ରନ୍ଧ୍ର ରଖିଲେ। 7 ରନ୍ଧ୍ରରେ 7 ଦେବୀଙ୍କୁ ବସେଇ ଦେଲେ। ଭଗବାନ କୃଷ୍ଣକୁ ସେ ମୁରଲୀ ମୋହନ ବଂଶୀ ଧରେଇ ଦେଲେ। ସେଥିପାଇଁ କହିଲେ ଶରଣ ଗରିରେ तो सी 11 पवर जो पिनाक धनु 10,000 राजा केमिति ना 10,000 राजा गोटे लुहा शिकुड़ी आने। लुहा शिकुड़ी 2 पटे 2टा लगे धनु 2 पटे साइड लगे 10,000 राजा 2टा दौड़ी एपटे 5,000 सेपटे 5,000 मिसिक भिड़े पहले आपको भिड़िया भिटिकी नहीं सियाड़े फोपाड़ी देकी आसिक बाटिया पिटा हम आम भितर जी जीतला सी बाहर। तो 10,000 राजा एका मिसिक शिकुड़ी लगे भिड़िले बोले आज ये धंदा को भिड़की फोपाड़ा कि उठे पारना भूप सहस 10 एक लगे उठावन कर तारा तथापि 10,000 राजा छिटिकी शिकुड़ी छिड़ीगला पड़गला सब घुषुड़ी नाक कान छिड़की पड़े धनु हरिना ना धनु न हरिबार राजा जनक कांदिले आउ मोहिरे नाहंती वीर केही धनु रे नाक छिंडे कान छिंडे आंखु छिंडे पड़ा कि धनु टिके हल्ई पारानी मो झील सीना बाहन हो बाड़ू रही कि पण मुझे छाड़ी ना मुझे जानी आ पृथ्वी वीर शून्य होगा वीर ना हे वीर लक्ष्मण सही न पारिले बसी थाऊ थाऊ मोर रघुकुल वीर लक्ष्मण सही न पारिले बसी थाऊ थाऊ
कहले ये पुराणा धनुटा को गोटे पद्म नामटा टिकी पिला छिंडेला बेले खंड खंड कर छिंडेक फोपाड़ी देली। लक्ष्मण जिते गाड़ी कले बकिले से विश्वामित्र मन मन भाविले बेसी कली पूजा कले भल नुह बापरे बाहा लोक तो धीरे बोली तू जदि एमती दिया नहीं करू तोते किए झील देवे। लक्ष्मण कहले कहीं ना समस्ते कहे यहाँ कलिकांडा आके झील देले आम झील भी एमती बाड़े तुम आके झील दबानी। लक्ष्मण कहले भलरे मु कहबी बोली मत झील देवे मु कहीं पाटी करी मुझे धीरे बस करी तुम लक्ष्मण धीरे बस करें समस्त सभार निस्तब्ध हो गला किए पाटी करें आंठू गंठी तो छिड़ी समस्त धीरे बस समस्ते भाविले आम एत लोक आसिलु 10,000 राजा मिसिकी भिड़िकी हल पाइलु ये सुकुमारिया पिलाटा ये कौन मुझे घंटा को टिके फिंगी देवी अच्छा देखिए कौन हो समस्त पाटितुंड करदेले। विश्वामित्र अनैले किसी समय अनैला पर मन मन भाविले आउ किए कहीदेव कि मुझे धनु भांगी दे था बोली अनैले आउ किए कहबार अच्छी कि धनु भांगार कहार बल अच्छी जी किए बाहर आउ किए बाहर तापर विश्वामित्र कहले कौन कहले गोस्वामी सुंदर कलन कले कहले उठ राम भंजे भव चापा द्वितीय कौन कहते उठ राम भंजे भव चापा। अच्छा भवचाप कहबार तात्पर्य कौन भवचाप कहबार दुईटा अर्थ भव कहले पृथ्वी भव कहले शिव शिव धनु जेहेतु शिवचंद्र चाप भव कहले पृथ्वी पृथ्वीर कौन चाप ना सीता होती पृथ्वीर झील जदि झीलटा बाहा नहीं पार्टी क्या बेसी दुख माँ को बेसी दुख तेणु हे राम तुम ये शिव धनु भांगिला शिवर चाप भग्न हम पृथ्वी मार चाप भग्न हम पृथ्वी माँ मन दुखर अच्छी तो श्रुति सज्जन मंडली दिने अंगद मन मन भाविले क्या सभा रावण सभा जो पाद थोड़े अंगद कौ बल नहीं थोड़े जो भूमि मो पादटा उठेदेले मुझे सीता को हारिकी पलैली तो कहीं एमती कौन कले पृथ्वी उपर मो पादटा किए उठेबनी अंगद जानते पृथ्वीर झी हूँ सीता मो पाद कौन पृथ्वी मैंने पृथ्वी पा मो पादटा जबड़ी धर का झीटा पशुर मान पाखे छाड़ी पलैली मुझे झील को कौन लगे पृथ्वी मो पाद छाड़ ना अंगदर पाद को पृथ्वी की जाबड़ी धरला बोली रावणर घरे किए उठे पारे ना अंगद गोड़े पकई ना अंगद गोड़टा को पृथ्वी जाबड़ी धरते पुअर तो मो झील को कौन लगा ना तेणु पृथ्वी मार चापटा को दूर कर तो श्रुति सज्जन मंडली आज भव चाप को खंडन करने राम उठीगले प्रभु जो उठीगले सीता माँ मन मन भाविले हे माँ गौरी मु तुमको मुंडिया मारुची अयोध्यावासी मिथिलावासी समस्ते मुंडिया मार्च राति सारा शिव धनु केमती राम भांगु समस्ते भावुं राम केमती भांगे माँ सुनयना कहते राजा जनक कौन बाउला हो 10,000 राजा शिकुड़ी धरी भिड़े सिंहासन टाक हल पारे ये टिकी पिलाटा जो पड़की छोटिया हंस कौन मंदरा तल को टेकी पार ये कहते भांगीदे बोली आहरी लोक हसा हाँ ये जब न भांगी पार आम आउ थे पुणी लोक हसा हाँ जी तो है आहरी अधिक लोक हसा हाँ किंतु रामभद्र सरकार उठिकी जाऊँगी जो गले प्रभु केमी जाऊँगी कवि बड़ सुंदर भाव में लिखिले कहले बेदी ऊपर